गुरुजी प्रणाम। प्रणाम प्रणाम। आज्ञा गुरुजी गुरुजी प्रणाम। आज्ञा आपनको प्रणाम। गुरुजी ମୁଁ ଧନ୍ୟବାଦ ଦେବି। आज्ञा ଦେଖନ୍ତୁ ଗୁରୁଜୀ, ମୁଁ ଗୋଟେ ସମ୍ପୂର୍ଣ୍ଣ ଅଜ୍ଞାନ ହିସାବରେ ଗୋଟେ ଥିଲି। ଏତେ ବଡ ବିଶ୍ଵ ବ୍ରହ୍ମାଣ୍ଡରେ ମୁଁ ଗୋଟେ ଏତେ ବଡ ଅଜ୍ଞାନୀ ଥିଲି ଯେ ମୁଁ ନିଜକୁ ଚିହ୍ନି ନଥିଲି, ନିଜକୁ ଜାଣି ନଥିଲି। ଏ ସଂସାରର ମାୟା ଜାଲରେ ମୁଁ ଗୋଟେ ବାନ୍ଧି ଛନ୍ଦି ହୋଇ ବହୁତ ଦୁଃଖ, ବହୁତ କଷ୍ଟ, ବହୁତ ଯନ୍ତ୍ରଣା ସହିଥିଲି। ଗୁରୁଜୀ ଆପଣଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ନା ଦେବି, ଠିକ ଅଛି। ଯେ କି ଆପଣ ମତେ ଏ ସବୁ ଅନ୍ଧାରରୁ ଆପଣ ମତେ ବାହାର କରି ଗୋଟେ ଆଲୋକ ଦେଖେଇଛନ୍ତି, ନିଜକୁ ଚିହ୍ନେଇଛନ୍ତି, ଗୋଟେ ଆଜ୍ଞା ମାନେ ଜ୍ଞାନ ମାର୍ଗରେ ଆପଣ ମତେ ଆଣିଛନ୍ତି। ସେଥିପାଇଁ ନିଶ୍ଚୟ ଗୁରୁଜୀ ମୁଁ ନିଶ୍ଚୟ। ଆପଣଙ୍କ ପାଖରେ ବିନମ୍ର କୃତଜ୍ଞତା ଜଣାଉଛି। ଗୁରୁଜୀ ଧନ୍ୟବାଦ ଆପଣଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ଧନ୍ୟବାଦ ଧନ୍ୟବାଦ। ବହୁତ ସାରା ଶ୍ରଦ୍ଧା ଆଉ ଆଜ୍ଞା ଧନ୍ୟବାଦ ଗୁରୁଜୀ। ଧନ୍ୟବାଦ ଧନ୍ୟବାଦ। ଆଜ୍ଞା ଆଜିର ପ୍ରଶ୍ନ ପଚାରନ୍ତୁ। ଗୁରୁଜୀ ଗୁରୁଜୀ ଆଜ୍ଞା ଗୋଟେ ପ୍ରଶ୍ନ ମୋ ମନରେ ଉଙ୍କି ମାରିଲା। ଆଜ୍ଞା ଦେଖନ୍ତୁ ଗୁରୁଜୀ, ଏତେ ସାରା ଜ୍ଞାନ, ଏତେ ସାରା ବ୍ରହ୍ମ ଜ୍ଞାନ ଆମେ କେତେ ଚର୍ଚ୍ଚା ହଉଛୁ, ଆଉ ଆମେ ସବୁ ଜାଣୁଛୁ ଯେ ଜ୍ଞାନର ସର୍ବୋଚ୍ଚ ଶିଖରକୁ ଯାଇକି ଆମେ ଦେଖୁଛୁ ଯେ ବ୍ରହ୍ମ ଏକେ, ସେ ଅଦ୍ୱିତୀୟ, ସର୍ବଂ ଖଲ୍ବିଦଂ ବ୍ରହ୍ମ ଏମାତ୍ମଂ ବ୍ରହ୍ମ, ତତ୍ତ୍ୱମସୀ, ଏ ସବୁ ଯୋଉ ବେଦରୁ ଉଦ୍ଧୃତ କରାଯାଇଛି, ଏତେ ସବୁ ଜାଣିଲା ପରେ ମଧ୍ୟ ଦେଖନ୍ତୁ ମନୁଷ୍ୟ କେତେ ମାତ୍ରାରେ ମାନେ କାମନା, କେତେ ମାତ୍ରାରେ ଏ କ୍ରୋଧ, କେତେ ମାତ୍ରାରେ ମାୟାଜାଲ, ଏସବୁରେ ସେ ବାନ୍ଧି ଛନ୍ଦି ହୋଇକି ନିଜକୁ ଭୁଲି ଯାଇଛି। ସିଏ ମାନେ ଗୀତାର କେତେ ମାନେ ମହତ୍ ଚର୍ଚ୍ଚା ହଉଛି, ଏ ଗୀତାର ଶ୍ଲୋକ ଗୁଡାକ ମଧ୍ୟ ସେ ଠିକ ସେ ବୁଝି ପାରୁନାହାନ୍ତି। ଦେଖନ୍ତୁ ଗୁରୁଜୀ, ଏଇଠି ଗୋଟେ କଥା, ମାନେ ସିଏ ନିଜେ ମାନେ ମାନେ ଏତେ ଇଏରେ ମାନେ ବନ୍ଧନରେ ବାନ୍ଧି ହେଇଯାଇଛନ୍ତି ଯେ ସେ ମାନେ ଯୋଉ ଜିନିଷଟା ଲେଖା ହେଇଛି ଗୀତାର, ଯୋଉ ଶ୍ଲୋକଟା ଠିକରେ ଲେଖା ହେଇଛି, ସେଇଟାକୁ ମଧ୍ୟ ତାର ମାନେ ବିଭିନ୍ନ ପ୍ରକାର ଅନ୍ୟ ମାର୍ଗରେ ତାକୁ ନେଇଯାଉଛନ୍ତି। ଅର୍ଥକୁ ଅନର୍ଥ କରି ବୁଝେଇ ନେଉଛନ୍ତି। ଅଧୁରା ତାର ଜ୍ଞାନରେ ଲୋକ ବାଟ ବଣା କରିଦଉଛନ୍ତି। ଚର୍ଚ୍ଚା ନିଶ୍ଚୟ। ଅଲଗା ପ୍ରକାର କରୁଛନ୍ତି। ହଁ, ଆଜ୍ଞା ଗୋଟେ ମୁଁ ପଢିବି, ଏଇଟା ପଞ୍ଚମ ଅଧ୍ୟାୟର 26 ନମ୍ବର ଶ୍ଲୋକ। काम क्रोध विजुक्तानां ज्योतिनं यच्चेत्सम् अभितो ब्रह्म निर्वाणं वर्तते विदितात्मनाम्। यार अर्थ देला एठी, काम क्रोध विमुक्त संଯତ ଚିତ୍ତ ଆତ୍ମଦର୍ଶୀ ଜ୍ୟୋତି ମାନଙ୍କର ଜୀବିତ ଓ ମୃତ୍ୟୁ ସବୁ ଅବସ୍ଥାରେ ବ୍ରହ୍ମ ନିର୍ବାଣ ପ୍ରାପ୍ତ ହୋଇଥାଏ। ତ ଗୁରୁଜୀ, ଏ ଶ୍ଲୋକର ଟିକେ ବିଶେଷ ଆପଣ ଗଭୀର ଭାବରେ ଟିକେ ଆଲୋଚନା କରନ୍ତୁ। ଆଉ ମେନ୍ କଥା ହେଲା, ଏଇଠି ଯୋଉ ଦେଇଛି କାମ କ୍ରୋଧରୁ ବିଯୁକ୍ତ, ବିମୁକ୍ତ କେମିତି ହବ, ସିଏ ଚିତ୍ତକୁ କେମିତି ସଂଯତ କରିବ, ଏ କଥାଟା କହିବେ। ଆଉ ଆତ୍ମଦର୍ଶୀ, କୋଉମାନେ ଆତ୍ମଦର୍ଶୀ, କୋଉମାନେ ଆତ୍ମାକୁ ଦର୍ଶନ କରିଛନ୍ତି, କୋଉମାନେ ସ୍ୱରୂପକୁ ଦର୍ଶନ କରିଛନ୍ତି, ତା ବିଷୟରେ ଟିକେ କ୍ଲାରିଟି ଦେବେ। ଆଉ ଜୀବିତ କିଏ, ମୃତ୍ୟୁ କିଏ, ମରୁଛି କିଏ, ଜନ୍ମ ନେଉଛି କିଏ, ପ୍ରକୃତରେ ସେ ଶରୀର ଜନ୍ମ ନେଉଛି, ଶରୀର ମୃତ୍ୟୁ ହଉଛି, ନା ଏଠି ପଞ୍ଚଭୂତ ଜନ୍ମ ନଉଛି, ତା ପଞ୍ଚଭୂତ ମୃତ୍ୟୁ ହଉଛି, ନା ଯୋଉ ବ୍ରହ୍ମ ଯିଏ ଅଛି ସମସ୍ତଙ୍କ ମଧ୍ୟରେ ଏକାକାର ହେଇକି ଯୋଉ ବ୍ରହ୍ମ ଅଛନ୍ତି, ସେ ବ୍ରହ୍ମ ଜନ୍ମଗ୍ରହଣ କରୁଛନ୍ତି, ନା ସେ ମୃତ୍ୟୁ ହଉଛନ୍ତି, ନା ସେ ବ୍ରହ୍ମଙ୍କର କଣ ନିର୍ବାଣ ଅବସ୍ଥା ଗୋଟେ କଣ ଅଛି, ନା ଜନ୍ମ ମୃତ୍ୟୁର ଚକ୍ରରେ ସିଏ ପଡୁଛନ୍ତି, ନା ଏ ଶରୀର ପଡୁଛି, ନା ପ୍ରକୃତରେ ଜନ୍ମ ଆଉ ମୃତ୍ୟୁର ଚକ୍ର, ଏଇ ଯୋଉ ଜନ୍ମ ମୃତ୍ୟୁ, ଯୋଉ ପୁନର୍ଜନ୍ମ ଯୋଉଟାକୁ କହୁଛନ୍ତି, ପୁନର୍ଜନ୍ମ ଗୁରୁଜୀ କେତେ ଦୂର ସତ, କେତେ ଦୂର ମିଥ୍ୟା, ଗୁରୁଜୀ ଟିକେ ଆ ବିଷୟରେ ଆପଣ ଟିକେ ଗଭୀର ଆଲୋକପାତ କରନ୍ତୁ ଗୁରୁଜୀ। ନିଶ୍ଚୟ ନିଶ୍ଚୟ। ବହୁତ ଗଭୀର ପ୍ରଶ୍ନ ଆଜି ଆପଣ ପଚାରିଲେ। ସର୍ବପ୍ରଥମେ ଆପଣ ଯେଉଁ କହିଲେ ଆମ ପାଖରେ ଅମୂଲ୍ୟ ଶାସ୍ତ୍ର ଅଛି, ଭଗବତ ଗୀତା, ବେଦ ବେଦାନ୍ତ ଅଛି। ତାର ଆକ୍ଚୁଆଲି ତା ମୂଲ୍ୟକୁ ଆଜିର ସମାଜ ବୁଝିପାରୁନି। ଯେତେବେଳେ ଆପଣ ଗୋଟେ ଜିନିଷଟାର ମୂଲ୍ୟକୁ, ତାର ଆବଶ୍ୟକତାକୁ ବୁଝିଥାନ୍ତି, ତାକୁ ନିଶ୍ଚୟ ଆପଣ ଆଚରଣ କରିଥାନ୍ତି। ଆଉ ଆଜିର ଯେଉଁ ସମାଜରେ ବେଦ ବେଦାନ୍ତ ଉପନିଷଦର ଏକରେ ତ ସଠିକ ପ୍ରଚାର ହଉନି, ଅଦ୍ୱୈତ ରୂପରେ ଆଉ ଅଦ୍ୱୈତ ବେଦାନ୍ତ ରୂପରେ ତାର ପ୍ରଚାର ହଉନି। ତାକୁ ସକାମ ଭକ୍ତିରେ କିଛି ଲୋକ ପ୍ରଚାର କରୁଛନ୍ତି, ଆଉ ତାକୁ ନେଇକରି ବି ଅନେକ ଲୋକ ଭ୍ରମିତ ହେଇଯାଇଛନ୍ତି, ଆଉ ଅମୂଲ୍ୟ କଥାକୁ ବୁଝିପାରୁନାହାନ୍ତି। ଦ୍ୱିତୀୟ ହେଲା, ଦେଖନ୍ତୁ ଆପଣ ଯେଉଁ ପ୍ରଶ୍ନ ପଚାରିଲେ, ମୁକ୍ତି କ'ଣ, ଆଜ୍ଞା ଗୁରୁଜୀ। କିଏ ମୁକ୍ତ ହଉଛି, କାହାର ଆଜ୍ଞା ଜନ୍ମ ଗୁରୁଜୀ। ହଉଛି। ଆଉ ଦ୍ୱିତୀୟ ଏଇ ଯେଉଁ ଶ୍ଲୋକର ଆଜ୍ଞା ଗୁରୁଜୀ। ପ୍ରାଥମିକ ଦଶା ଥିଲା, ଆପଣ ପଚାରିଲେ ମନ କାମ କ୍ରୋଧରୁ କେମିତି ମୁକ୍ତ ହେଇପାରିବ, ମନ ରାଗ ଦ୍ୱେଷରୁ କେମିତି ମୁକ୍ତ ହେଇପାରିବ। ଆଜ୍ଞା ଏଠି ଦେଖନ୍ତୁ, ଆଜ୍ଞା। ଆଜ୍ଞା ସର୍ବପ୍ରଥମେ ଯେଉଁ ବ୍ରହ୍ମଙ୍କ କଥା ଆପଣ ପଚାରୁଛନ୍ତି, ବ୍ରହ୍ମ
ଏ ବ୍ରହ୍ମାଣ୍ଡକୁ ତାଙ୍କ ଦ୍ୱାରା ତାଙ୍କ ଭିତରେ ସିଏ ହିଁ ରଚନା କରିଛନ୍ତି। ବ୍ରହ୍ମଙ୍କ ଠାରୁ ଯାହା ବି ରଚନା ହେଇଛି ଆଜ୍ଞା ତାହା ହେଉଛି ମାୟା, ତାହା ହେଉଛି ଅନାତ୍ମା, ତାହା ଆଜ୍ଞା ହେଉଛି ଅନିତ୍ୟ ପଦାର୍ଥ। ଆଜ୍ଞା ବ୍ରହ୍ମ ହେଲେ ଏକ ଶକ୍ତି, ବ୍ରହ୍ମ ହେଲେ ଏକ ଚୈତନ୍ୟ ଆଜ୍ଞା ସତ୍ତା, ଯାହାକୁ ଆମେ ଅଂଗ୍ରେଜୀରେ ଆଜ୍ଞା କନସିୟସନେସ୍ ବି କହୁଛେ, କନସିୟସନେସ୍। ତ କନସିୟସନେସ୍ ଆଜ୍ଞା ହେଉଛି ଆଜ୍ଞା ମନ ଇନ୍ଦ୍ରିୟର ପ୍ରାଣର ଆଧାର ରୂପରେ ଆମ ଭିତରେ ଅଛନ୍ତି, ମନର ଉର୍ଦ୍ଧ୍ୱରେ ଅଛନ୍ତି, ପ୍ରାଣର ଉର୍ଦ୍ଧ୍ୱରେ ଅଛନ୍ତି, ଆଉ ସେ ମାୟା ରୂପରେ ଏ ସଂସାରକୁ ରଚନା କରିଛନ୍ତି। ତ ଏଠି ଦେଖନ୍ତୁ, ମନ ଆଜ୍ଞା ମାନେ କଣ? ଆମେ ଯାହା ବି ଅନୁଭବ କରୁଛେ ଏ ସଂସାରରେ, ଯାହା କିଛି ବି ଆମେ ଅନୁଭବ କରୁଛେ, ଉପଭୋଗ କରୁଛେ, ସେ ଅନୁଭବର ସ୍ମୃତି, ଯାହା ଇନ୍ଦ୍ରିୟ ମାଧ୍ୟମରେ ଆମେ ଗୋଟେ ରୂପକୁ ଦେଖିଲେ, ଗୋଟେ ଶବ୍ଦକୁ ଶୁଣିଲେ, ଆଉ ସେ ରୂପର ଶବ୍ଦର ଅର୍ଥକୁ ଆମେ ଭାଷା ମାଧ୍ୟମରେ, ବାଣୀ ମାଧ୍ୟମରେ, ଚର୍ଚ୍ଚା ମାଧ୍ୟମରେ ତାକୁ ଅନୁଭବ କଲେ, ରୁଚିକୁ ଚାଖିଲେ, ସ୍ପର୍ଶକୁ ଅନୁଭବ କଲେ, ଘ୍ରାଣାନୁଭୂତି, ସୁଗନ୍ଧ ଦୁର୍ଗନ୍ଧକୁ ଆମେ ଅନୁଭବ କଲେ, ଏ ସବୁର ସ୍ମୃତି ସଂଗ୍ରହିତ ହେଇକରି ମସ୍ତିଷ୍କ ଭିତରେ ମନର ନିର୍ମାଣ ହେଉଛି। ଆଚ୍ଛା, ଏ ସ୍ମୃତି ଯଦିଓ ସଠିକ ଭାବରେ ନିର୍ମାଣ ହେଇପାରିବ, ଯଦିଓ ଜଣେ ଶିଶୁକୁ ଆମେ ପ୍ରାରମ୍ଭିକ ଦଶାରୁ ଯେଉଁ ଅବସ୍ଥାରୁ ସିଏ ପରାବିଦ୍ୟା ରୂପକ ଯେଉଁ ବ୍ରହ୍ମଜ୍ଞାନକୁ, ମାନେ ଯେଉଁ ଯେଉଁ ଅବସ୍ଥାରେ ଜଣେ ଶିଶୁ ଅପରାବିଦ୍ୟା ରୂପକ ଏ ଭୌତିକ ଜ୍ଞାନକୁ ଅର୍ଜନ କରୁଛି, ସେ ବୟସରୁ 5-6 ବର୍ଷ ବୟସରୁ ଯଦି ଆମେ ଶିଶୁଙ୍କୁ ବୁଝେଇବା ନିଜର ଆତ୍ମା କଥା, ନିଜର ଶରୀର ତତ୍ଵ କଥା, ନିଜର ମନ ଇନ୍ଦ୍ରିୟ କଥା, ନିଜ ମନ ଇନ୍ଦ୍ରିୟର ସ୍ୱଭାବ କଥା, ତାହେଲେ କ'ଣ ହବ? ସେ ଶିଶୁ ପ୍ରାଥମିକ ସ୍ତରରୁ ନିଜେ ବି ସଂଯମତା ସହିତ ରହିବ, ନିଜେ ବି ନିଜ ସ୍ୱରୂପକୁ ବୁଝିପାରିବ, ନିଜେ ଶାନ୍ତି ଆନନ୍ଦରେ ରହିବ, ଅନ୍ୟକୁ ଶାନ୍ତିରେ ରଖିପାରିବ। କିନ୍ତୁ ତାହା ହଉନି। ଆଜିର ଏ ଦୁନିଆରେ ଆମେ ସମସ୍ତେ, ଆମେ ଶାସ୍ତ୍ରର ସଠିକ ଚର୍ଚ୍ଚା ନ ହେବାରୁ, ଶାସ୍ତ୍ରର ଆବଶ୍ୟକତାକୁ ଆମେ ନ ବୁଝିବାରୁ, ଶାସ୍ତ୍ର ଭିତରେ ଲୁକାହିତ ସେ ଅମୂଲ୍ୟ ଜ୍ଞାନକୁ ଆମେ ପରଖି ନ ପାରିବାରୁ ଆମେ ଶାସ୍ତ୍ରକୁ ଠିକସେ ଅଧ୍ୟୟନ କରୁନେ, କେବଳ ଅପରାବିଦ୍ୟାକୁ, ଭୌତିକ ବିଦ୍ୟାକୁ ଅଧ୍ୟୟନ କରୁଛେ। ଯାହାଫଳରେ ଆମେ ଯେଉଁ ମନ, ଆମେ ଟିକେ ପୂର୍ବରୁ ଚର୍ଚ୍ଚା ହେଉଥିଲେ, ମନର ପ୍ରୋଗ୍ରାମିଂକୁ ଠିକସେ କରୁନେ, ମନକୁ ଆମେ ମାୟାରେ ବାନ୍ଧିଛନ୍ତି ଦଉଛେ। ଆଜ୍ଞା କରୁଛେ ଧନ ସମ୍ପତ୍ତି, ପଦ ପଦବୀ, ଲୋଭ ମୋହ, ଆଶା ଅଭିଳାଷା, କିଛି ଖାଦ୍ୟ ଦ୍ୱାରା ସୁଖ ପ୍ରାପ୍ତି କରିବା, କିଛି ଦୃଶ୍ୟ ଦ୍ୱାରା ସୁଖ ପ୍ରାପ୍ତି କରିବା, କିଛି ଶ୍ରବଣାନୁଭୂତି ଦ୍ୱାରା ସୁଖ ପ୍ରାପ୍ତି କରିବା, ସ୍ପର୍ଶ ମାଧ୍ୟମରେ, ଘ୍ରାଣାନୁଭୂତି ମାଧ୍ୟମରେ ସୁଖ ପ୍ରାପ୍ତ କରିବା। ମାନେ ସୁଖର ସ୍ରୋତ ଆପଣ ନିଜେ ହେଇକିରି, ଆନନ୍ଦର ସ୍ରୋତ, ଆନନ୍ଦର ସ୍ୱରୂପ ଆପଣ ନିଜେ ହେଇକିରି ଆପଣ ସୁଖକୁ ସଂସାର ଭିତରେ ଖୋଜୁଛନ୍ତି, ମାୟାରେ ଖୋଜୁଛନ୍ତି, ଆଉ ଅଜାଣତରେ ମାୟାରେ ଭ୍ରମିତ ହେଇଯାଉଛନ୍ତି, ଆଜ୍ଞା ମାୟାରେ ହଜିମଜି ଯାଉଛନ୍ତି। ତେଣୁକରି ଏଠି ମନର ଆଜ୍ଞା ସଠିକ ପ୍ରୋଗ୍ରାମିଂ ନ ହେବାରୁ, ଜ୍ଞାନର ଅଭାବରୁ, ଆଜ୍ଞା ଅଜ୍ଞାନରେ ଆମେ ଯେଉଁ ପ୍ରକାର, ମନ କ'ଣ ଅନୁଭବର ସ୍ମୃତି, ଆମେ ଆଜିର ସଂସାରରେ ଯେତେବେଳେ ଗୋଟେ ଶିଶୁ ଜନ୍ମ ହେଉଛି, ଶିଶୁର ନାମକରଣ କରୁଛେ, ଶିଶୁକୁ ଗୋଟେ ଜାତି ଧର୍ମରେ ବାଣ୍ଟୁଛେ, ତାକୁ ସେ ଶିଶୁକୁ ସେଇ ପ୍ରକାର ଆମେ ବୁଝଉଛେ ଆମେ ହେଲେ ବ୍ରାହ୍ମଣ ଜାତି, ଆମେ ହେଲେ ବାଉରୀ ଜାତି, ଆମେ ହେଲେ କ୍ଷତ୍ରିୟ ଜାତି, ଆମର ହେଲା ଏଇ ଗାଁ, ଆମର ହେଲା ଏଇ ଧର୍ମ, ଆମର ହେଲା ଏଇ ବର୍ଣ୍ଣ, ଆମେ ହିନ୍ଦୁ, ଆମେ ମୁସଲିମ, ଆମେ ଖ୍ରୀଷ୍ଟିଆନ, ଆମେ ଶିଖ, ଆମେ ମାନେ ଆମେ ହେଲେ ଭାରତୀୟ। ମାନେ ଏଇପରିକା ଆମେ ମାଇଣ୍ଡକୁ ପ୍ରୋଗ୍ରାମିଂ କରିଦେଉଛେ। ଆମେ ଏଇପରିକା ସେ ଶିଶୁ ରୂପକ ସେ ଆଜ୍ଞା ଶରୀର ଭିତରେ ମାଇଣ୍ଡକୁ ଆମେ ଅନେକ ରୂପରେ ଆମେ ଦୂଷିତ କରିଦେଉଛେ। ସେଇ ବିଚାରଧାରାକୁ ନେଇକରି, ସେଇ ସଂସ୍କାରକୁ ଆଧାର କରିକିରି ସେ ଶିଶୁ ଏ ସଂସାରରେ ପରିଚାଳନା ହେଉଛି। ତ ସେ ସଂସ୍କାର ଯେହେତୁ ତା ଭିତରେ ହଁ ଏକ ମୁଁ ମାୟା ଜାଲକୁ ବାନ୍ଧି ଦଉଛି, ତ ସେ ଶିଶୁ ହଁ ନିଜକୁ ଦେହ ମାନି ନେଉଛି। ଆମେ ସେଇ ପରିକା ତାଙ୍କୁ ଶିଖେଇଛେ, ହଁ ସେଇ ପରିକା ଆମେ ଦର୍ଶେଇଛେ। ଆଜ୍ଞା ଆମେ ଆଜି ଆଜ୍ଞା ଦେଖନ୍ତୁ, ଆଜିର ବୟସ ଆପଣଙ୍କର ଯାହା ବି ହବ 30 ବର୍ଷ କି 35 ବର୍ଷ, ଆଉ ମୋର ଯାହା ବି ବୟସ 46 କି ଯାହା ବି ହବ, କି ଆଜିର ସମାଜ ଯେତେବେଳେ ବଳ ବୟସ ହେଇଯାଉଛି, ଭୌତିକ ସଂସାରକୁ ଉପଭୋଗ ଅନୁଭବ କରିକି ଯିଏ ରିଟାୟାର୍ଡ ହେଇଯାଉଛନ୍ତି, ସେମାନେ ହୁଁ ଆଧ୍ୟାତ୍ମିକ ମାର୍ଗକୁ ଆସୁଛନ୍ତି। ତ ବଳ ବୟସ ହେଲା ପରେ ଆଧ୍ୟାତ୍ମିକତାକୁ ଆଚରଣ କରିକି ଲାଭ ବା କ'ଣ ଅଛି? ଆଉ ଦ୍ୱିତୀୟ, ବଳ ବୟସ ଥିବା ଆଜ୍ଞା ବୟସରେ ତ ଆପଣ ଇନ୍ଦ୍ରିୟ ସୁଖରେ ହଜି ମଜିକିରି ଶରୀରକୁ ବିନାଶ କଲେ, ଇନ୍ଦ୍ରିୟଙ୍କୁ ଚଞ୍ଚଳ ଅସ୍ଥିର କଲେ, ମନକୁ ଅସ୍ଥିର କଲେ, ଆଉ ଅନ୍ତିମ ଦଶାରେ ଆପଣ ଆଧ୍ୟାତ୍ମିକତାକୁ କେଉଁଠି ବିନିଯୋଗ କରିବେ, କେମିତି ତାକୁ ଉପଯୋଗ କରିବେ? ତେଣୁକରି ଏସବୁ ଜିନିଷ ଆଜ୍ଞା ଆଜ୍ଞା ହେଲା ଆମ ପ୍ରୋଗ୍ରାମିଂ ଅଫ୍ ମାଇଣ୍ଡ। ହୁଁ ଜ୍ଞାନର ଆଜ୍ଞା ସଠିକ ପ୍ରଚାର ନ ହେବା, ଆଧ୍ୟାତ୍ମିକତାର ପ୍ରଚାର ଠିକସେ ନ ହେବାରୁ ଆମେ ନିଜକୁ ଦେହ ମାନି ନେଇଛେ। ଯେଉଁଠି ନିଜକୁ ଦେହ ଆଜ୍ଞା ମାନିଲେ, ନିଜକୁ ଭିନ୍ନ ମାନିଲେ, ସମାଜକୁ ଭିନ୍ନ ମାନି ଦଉଛେ, ଅଲଗା ମାନି ନେଇଛେ। ତ ଆଜ୍ଞା ସେ ମାନିବାକୁ ନେଇ ଆଜ୍ଞା
ସେ ସଂସ୍କାରକୁ ଆଧାର କରିକି ଯେହେତୁ ଆମେ ସଂସାରରେ ପରିଚାଳନା ହଉଛେ, ସେଠି ମାୟା ଜାଲରେ ବାନ୍ଧି ହୁଁ, ହେଇକି ରହୁଛେ। ମୋହ, ମନ ଭିତରେ ଆଜ୍ଞା କ୍ରୋଧ, ମନ ଆଜ୍ଞା ଭିତରେ ଈର୍ଷା ଭାବ ଆଜ୍ଞା ଅଛି। ଆମେ ଏ ଜିନିଷଟା ପାଇଲେନି, ସିଏ ଆଜ୍ଞା ପାଇଗଲେ, ମୋର ଏ ଚାକିରିଟା ହେଲାନି, ତାଙ୍କର ହେଇଗଲା। ମତେ, ମୁଁ ଗୋଟେ ଆଜ୍ଞା ଘର କରିପାରିଲିନି, ସେ ଏତେ ବଡ ଘର କରିଦେଲା। ମାନେ ଦେଖନ୍ତୁ, ଆମର ଆଜ୍ଞା ଆବଶ୍ୟକତା ପୂର୍ତ୍ତି ହଉଛି, ଆମେ ପ୍ରତିଦିନ ଖାଉଛେ, ବସ୍ତ୍ର ହୁଁ, ପିନ୍ଧୁଛେ, ଗୃହ ଅଛି, ହୁଁ, ଆମେ ହୁଁ, ଆବଶ୍ୟକ ବସ୍ତୁ ଆଜ୍ଞା ପଦାର୍ଥ ଆମ ପାଖରେ ଅଛି। କିନ୍ତୁ ଆମେ ଅଜାଣତରେ ଅନ୍ୟଙ୍କ ସାଙ୍ଗରେ ନିଜକୁ ତୁଳନା କରୁଛେ, ଆଶା ଅଭିଳାଷରେ ମନକୁ ଆଜ୍ଞା ବାନ୍ଧିଛନ୍ତି, ଅଜାଣତରେ ଅଶାନ୍ତିଗ୍ରସ୍ତ ହଉଛେ। ତ ଅଶାନ୍ତିର କାରଣ ମାୟା ଆଜ୍ଞା ରୂପକ ଅଜ୍ଞାନ, ଅବିଦ୍ୟା। ତ ଆଜ୍ଞା ଯେତେବେଳେ ଆଜ୍ଞା ଜଣେ ଶରୀର ସାଧନା ମାର୍ଗକୁ ଆସନ୍ତି, ସେ ପ୍ରାଥମିକ ଦଶାରେ ଆଜ୍ଞା ସାଧନା ମାର୍ଗକୁ ଆସୁଥିବା ସମୟରେ ତାଙ୍କ ଭିତରେ ଏକ ଜିଜ୍ଞାସା ରହିବାର ଆବଶ୍ୟକ ଅଛି। ମୁଁ କିଏ? ମୋର ସ୍ୱରୂପ କଣ? ଆଜ୍ଞା ମୁଁ କଣ ଏ ଦେହ, ଆଜ୍ଞା ନା ମୁଁ ଆଉ କିଛି? ମୋର ଜନ୍ମ ହଉଛି ନା ଆଜ୍ଞା ନାହିଁ? ଯଦି ମୋର ଜନ୍ମ ହଉଛି, ତାହେଲେ ମୁଁ ଜନ୍ମ ପୂର୍ବରୁ କୋଉଠି ଥିଲି? ସତରେ କଣ ମୋର ମୃତ୍ୟୁ ଆଜ୍ଞା ହଉଛି? ଯଦି ମୋର ସତରେ ମୃତ୍ୟୁ ଆଜ୍ଞା ହଉଛି, ମୁଁ ମୃତ୍ୟୁ ପରେ କୁଆଡେ ଯିବି? କୋଉଠି ଅଛି ସେ ସ୍ୱର୍ଗ? କୋଉଠି ଅଛି ସେ ନରକ? କୋଉଠି ଅଛି ସେ ବୈକୁଣ୍ଠ? ତ ଏସବୁ ଜିନିଷକୁ ତର୍ଜମା କରିକି ଜଣେ ସାଧକ ନିଜର ଅସ୍ତିତ୍ୱକୁ କିମ୍ବା ସତ୍ୟର ଅନୁସନ୍ଧାନ କରିବା ପାଇଁ ଆଧ୍ୟାତ୍ମିକ ମାର୍ଗକୁ ଆସିଥାନ୍ତି। ଆଉ ଆପଣ ଯୋଉ କହିଲେ, ଯେତେବେଳେ ଜଣେ ସାଧକ ନିର୍ବାଣ ସ୍ଥିତିକୁ ଯାଆନ୍ତି, ସେ ରାଗ ଦ୍ୱେଷରୁ ମୁକ୍ତି ହୁଅନ୍ତି, ସେଠି ସିଏ ଜୀବିତ ଆଉ ମୃତ୍ୟୁ ଅବସ୍ଥାରେ ମଧ୍ୟ ବ୍ରହ୍ମ ନିର୍ବାଣ ଅବସ୍ଥାରେ ରହନ୍ତି। ତାର ଅର୍ଥ ବହୁତ ଗଭୀର। ଯେତେବେଳେ ସାଧକ ପ୍ରାଥମିକ ଆଜ୍ଞା ଦଶା ସାଧନା ମାର୍ଗକୁ ଆସନ୍ତି, ତାଙ୍କ ମନରେ ଅନେକ ଜିଜ୍ଞାସା ଥାଏ, ଅନେକ ପ୍ରଶ୍ନ ଥାଏ। ଅନେକ ପ୍ରଶ୍ନ, ସଂସାର କଣ, ମୁଁ କିଏ, ଆଜ୍ଞା ମନ କଣ, ଇନ୍ଦ୍ରିୟ କଣ, ଇଏ ସବୁ ଆଜ୍ଞା ପରାବିଦ୍ୟାକୁ ସେ ଶିଖନ୍ତି। ବିଦ୍ୟା ଦୁଇ ପ୍ରକାର, ଗୋଟେ ଆଜ୍ଞା ହେଲା ଅପରାବିଦ୍ୟା। ଆଜ୍ଞା ଅପରାବିଦ୍ୟା ଭୌତିକ ବିଦ୍ୟା, ଆମେ ଯୋଉ ସୋସିଓଲୋଜି ସାଇନ୍ସ ହେରିକା ପଢୁଛେ। ପରାବିଦ୍ୟା ହେଲା ବ୍ରହ୍ମଜ୍ଞାନ। ବ୍ରହ୍ମଜ୍ଞାନ ମଧ୍ୟ ଆଜ୍ଞା ଅପରାବିଦ୍ୟା ପରୀକ୍ଷା ଏକ ବିଦ୍ୟା ହିଁ। ସେ ବିଦ୍ୟାକୁ ସର୍ବପ୍ରଥମେ ସେ ଅଧ୍ୟୟନ ଆଜ୍ଞା କରନ୍ତି। ସଂସାର କେମିତି ପଞ୍ଚଭୂତରେ ଆଜ୍ଞା ନିର୍ମାଣ ହେଇଛି, ସଂସାର କେମିତି ଆତ୍ମଶକ୍ତିର ଆଜ୍ଞା ବଳରେ ପରିଚାଳନା ହଉଛି। ପ୍ରଥମେ ସେ ଦ୍ୱୈତ ରୂପକ ଆଜ୍ଞା ସଂସାରକୁ ଦୁଇ ରୂପରେ ଦେଖିଥାନ୍ତି, ନିଜକୁ ଶରୀର ରୂପରେ ମାନିଥାନ୍ତି। ଆଜିର ସମାଜରେ ସେ ଶରୀରକୁ ଯେଉଁ ପରିକା ମାର୍ଗଦର୍ଶନ କରାଯାଇଛି, ସେଇ ସଂସ୍କାରକୁ ଆଧାର କରି ପ୍ରାଥମିକ ଦଶାରେ ସେ ଆଧ୍ୟାତ୍ମିକ ମାର୍ଗକୁ ଆସିଥାନ୍ତି। ଗୁରୁଙ୍କ ପାଖରେ ବସିକିରି ଅନେକ ପ୍ରଶ୍ନ ପଚାରିଥାନ୍ତି, ଜନ୍ମ କଣ, ମୃତ୍ୟୁ କଣ। ତାପରେ ଧୀରେ ଧୀରେ ଗୁରୁ ତାଙ୍କୁ ଅନେକ କଥା କହିଥାନ୍ତି। ଯେଉଁ କଥା ତାଙ୍କ ଆଜ୍ଞା ମନ କିଛି ସ୍ୱୀକାର କରିଥାଏ, କିଛି କଥା ତାଙ୍କ ମନ ସ୍ୱୀକାର କରିନଥାଏ। ପ୍ରାଥମିକ ଦଶାରେ କାହିଁ କରିନଥାଏ? ସେ ତାଙ୍କ ସଂସ୍କାରକୁ ଆଧାର କରି ଆଜ୍ଞା ପରଖୁଛନ୍ତି। ଆଜ୍ଞା ଜଣେ ଶରୀରକୁ ଯଦି କହିବା, ଆମେ ଯଦି କହିବା ତମେ ସେଇ ସେଇ ବ୍ରହ୍ମ, ସେ ଯଦି ବ୍ରହ୍ମଜ୍ଞାନ ଶିଖିଥିବେ, ଏ କଥାକୁ, ଏ ଗଭୀର କଥାକୁ ସେ ଗ୍ରହଣ କରିପାରିବେ, ବୁଝିପାରିବେ। ନଚେତ୍ ସେ କହିବେ ମୁଁ ବ୍ରହ୍ମ କେମିତି, ମୁଁ ଈଶ୍ୱର କେମିତି, ମୁଁ ଶକ୍ତି କେମିତି, ମୁଁ ତ ଶରୀର, ମୁଁ ତ ଦେହ। କାହିଁକିନା ତାଙ୍କ ମନରେ ଯେଉଁ ସଂସ୍କାର ଅଛି, ସେ ସଂସ୍କାର ବ୍ରହ୍ମଜ୍ଞାନ ହୁଁ ସାଙ୍ଗରେ ପ୍ରାଥମିକ ଦଶାରେ ମେଳ ଖାଇନଥାଏ। ସେ ବାରମ୍ବାର ବିଭିନ୍ନ ଆଜ୍ଞା ପ୍ରକାର ପ୍ରଶ୍ନ ପଚାରିଥାନ୍ତି। ଗୋଟେ ପରେ ଗୋଟେ ପ୍ରଶ୍ନର ହୁଁ ଯେତେବେଳେ ସେ ଉତ୍ତର ପାଇଥାନ୍ତି, ମନ ଯେଉଁ ମୁହୂର୍ତ୍ତରେ ତାଙ୍କର ଆଜ୍ଞା ସ୍ପଷ୍ଟ ହେଇଥାଏ, ଜ୍ଞାନ ଯେତେବେଳେ ପ୍ରବଳିତ ହେଇଥାଏ, ସେ ଆଜ୍ଞା ସବୁ ଧ୍ୟାନ ମାର୍ଗକୁ ଆସିଥାନ୍ତି। ଧ୍ୟାନ ଆଜ୍ଞା ମାର୍ଗରେ ଏକାଗ୍ର ଚିତ୍ତରେ ବସିକିରି ଆଜ୍ଞା ସେ ସ୍ୱାଧ୍ୟାୟ କରିଥାନ୍ତି। ମନର ବୃତ୍ତିକି ଆଜ୍ଞା ପରଖିଥାନ୍ତି। ମନକୁ ସେ ଦେଖି ପାରିଥାନ୍ତି। ନାଇଁ, ସତ ଆଜ୍ଞା କଥା, ମନ ଜାଗୃତ ଅବସ୍ଥାରେ ମୁଁ ଭୌତିକ ସଂସାରକୁ ଇନ୍ଦ୍ରିୟ ମାଧ୍ୟମରେ ମନର ସ୍ତରରେ ଦେଖୁଛି। ଯେତେବେଳେ ଶୋଇ ପଡୁଛି, ଆଜ୍ଞା ସ୍ୱପ୍ନ ଦେଖୁଛି। ତ ସ୍ୱପ୍ନ ଦେଖୁଛି, ସ୍ୱପ୍ନ ବି ମନର ବିଚାର। ସ୍ୱପ୍ନକୁ ଯଦି ମୁଁ ଦେଖୁଛି, ସେଠି ଆଜ୍ଞା ଆଉ ଟିକେ ସୂକ୍ଷ୍ମ ଭାବରେ ପରଖି ପାରନ୍ତି, ମୁଁ ନିଶ୍ଚୟ ସ୍ୱପ୍ନ ଠାରୁ ଅଲଗା ଅଛି, ଭିନ୍ନ ଅଛି। ମୁଁ ଦ୍ରଷ୍ଟା, ସ୍ୱପ୍ନ ମୋ ଭିତରେ ଦୃଶ୍ୟମାନ ହଉଛି। ତାପରେ ଆଉ ଗୋଟେ ସ୍ତରକୁ ଆଜ୍ଞା ଯାଇକିରି ସେ ବୁଝିପାରନ୍ତି, ମନ ମୌନ ହେଇଯାଉଛି, ସୁଷୁପ୍ତ ଅବସ୍ଥାରେ ମୁଁ ଅଛି, କିନ୍ତୁ ମନ ନାହିଁ। ଯଦି ହୁଁ ମୋ ବିନା ମାନେ ମନ ବିନା ମୁଁ ରହିପାରୁଛି, କିନ୍ତୁ ମୋ ବିନା ମନ ରହିପାରୁନି, ତାହେଲେ ମନ ନିହାତି ମୋ ଆଧାରରେ ପରିଚାଳନା ହଉଛି, ମୋ ମାଧ୍ୟମରେ ପରିଚାଳନା ଆଜ୍ଞା ହଉଛି। ମନର ଆଧାର ନିଶ୍ଚୟ ମୁଁ। ଆଜ୍ଞା ଯଦି ମନକୁ ବି ଆମେ ଆଜ୍ଞା ଆମେ ଏ କଥାକୁ ବୁଝିଲେ, ସ୍ୱପ୍ନକୁ ମୁଁ ଦେଖୁଛି, ମାନେ ସ୍ୱପ୍ନ ମାନେ ମନରେ ବିଚାର ଚାଲିଛି। ସେଇ ଅବସ୍ଥା ବି ଆମେ ଯଦି ଆଜ୍ଞା ଗଭୀର ଭାବରେ ଜାଗୃତ ଅବସ୍ଥାକୁ ପରଖିବା, ଜାଗୃତ ଅବସ୍ଥାରେ ଆଜିର ଏ ହୁଁ ସତ୍ସଙ୍ଗ କରିବା ପୂର୍ବରୁ ଆପଣଙ୍କ ମନରେ ନିଶ୍ଚୟ ଏ ପ୍ରଶ୍ନ ଉଙ୍କି ମାରିଲା, ପ୍ରଶ୍ନଟା ଜାଗୃତ ହେଲା। ପ୍ରଶ୍ନକୁ ଆପଣ ଆଜ୍ଞା ଦେଖିଲେ, ପ୍ରଶ୍ନକୁ ଆପଣ ପରଖିଲେ, ପ୍ରଶ୍ନ ରୂପର ସେ ଆଜ୍ଞା ମନର ବୃତ୍ତିକୁ, ମନର ସେ ବିଚାରକୁ ଆପଣ ପରଖି ପାରିଲେନି। ଯେହେତୁ ପରଖି ପାରିଲେନି, ଏବେ ପଚାରୁଛନ୍ତି। ଆଉ ଏବେ ଯେହେତୁ ପଚାରୁଛନ୍ତି, ଆଜ୍ଞା ଏବେ ଆମେ ଯାହା ବି ଚର୍ଚ୍ଚା ହଉଛେ, ତାକୁ ସବୁ ମନର ସ୍ତରରେ ମନନ କରୁଛନ୍ତି, ଚିନ୍ତନ କରୁଛନ୍ତି, ତାକୁ ଆଜ୍ଞା ନିରିଧ୍ୟାସନ କରୁଛନ୍ତି, ବୁଝିବା ପାଇଁ ଚେଷ୍ଟା କରୁଛନ୍ତି। ଆଜ୍ଞା ଯଦି ଏସବୁ ଆଜ୍ଞା କଥା ସତ୍ୟ, ତାହେଲେ ମନର ଆଜ୍ଞା ଚିନ୍ତାକୁ ନିଶ୍ଚୟ ଆପଣ ଦେଖିପାରୁଛନ୍ତି, ମନର ବିଚାରକୁ ଆପଣ ଆଜ୍ଞା ଦେଖିପାରୁଛନ୍ତି।
ଯଦି ମନର ଚିନ୍ତାକୁ ଆଜ୍ଞା ଦେଖିପାରୁଛନ୍ତି, ମନର ବିଚାରକୁ ଆପଣ ଦେଖିପାରୁଛନ୍ତି, ଏହା ମଧ୍ୟ ସତ୍ୟ, ଆଜ୍ଞା ଏହା ମଧ୍ୟ ପ୍ରମାଣିତ ହେଉଛି ମନର ଉର୍ଦ୍ଧ୍ୱରେ ଆପଣ ଅଛନ୍ତି। ମନର ଆଜ୍ଞା ମନକୁ ଏକ ଦୃଶ୍ୟ ରୂପରେ ଦେଖିପାରୁଛନ୍ତି। ଆପଣ ମନରେ ବିଚାର, ଆଜ୍ଞା ମୁଁ କହିଲି ଆପେଲ, ଆପେଲ ମାନେ ମନ ଭିତରେ ଗୋଟେ ଆଜ୍ଞା ଆପେଲ ର ଫଟୋ ଆସିଥିବ। ଆପେଲ ର ଫଟୋ ଆସିଛି ମାନେ କଣ? ଆଜ୍ଞା ଆପେଲ ଗୋଟେ ଦୃଶ୍ୟ ରୂପରେ, ସେ ବିଚାର, ଫଟୋ ମାନେ କଣ? ବିଚାର। ଆଜ୍ଞା ବିଚାରକୁ ବିଚାର ଆପଣ ବିଚାର ବିଚାରକୁ ଆପଣ ଦ୍ରଷ୍ଟା ଭାବରେ ଦେଖୁଛନ୍ତି। ମନରେ ଆମେ କହୁଛେ ଆଜ୍ଞା ମୁଁ ଆଜି ଦୁଃଖିତ ଅଛି। ମୁଁ ଆଜି ଆଜି ଜଣେ ବ୍ୟକ୍ତିଙ୍କ ସାଙ୍ଗରେ ମୁଁ କଥାବାର୍ତ୍ତା ହେଲି, ଭଲ ଲାଗିଲାନି, ସେ ତାଙ୍କ ବ୍ୟବହାର ଭାରି ଖରାପ, ତାଙ୍କ ବାଣୀ ଭାରି କଟୁଥିଲା, ମୁଁ ଆଜି ଦୁଃଖୀ ଦୁଃଖୀ ଅଛି। ଆଚ୍ଛା, ଆପଣ ଯଦି ପଚରାଯିବ ସେ ଦୁଃଖକୁ ଆପଣ ଦେଖିପାରୁଛନ୍ତି କି? ଦେଖିପାରିବେ ମାନେ ଚର୍ମଚକ୍ଷୁରେ ନୁହଁ, ଅନ୍ତର୍ଚକ୍ଷୁରେ, ଅନୁଭବ ମାଧ୍ୟମରେ। ଆଜ୍ଞା ହଁ, ମୁଁ ଦୁଃଖକୁ ଅନୁମାନ ଦେଖିପାରୁଛି। ଆପଣ ବେଳେ ବେଳେ କୁହନ୍ତି ମୁଁ ଆଜି ମୁଁ ଏବେ ରାଗିଛି, ମୋ ସାଙ୍ଗରେ କଥାବାର୍ତ୍ତା ହଉନି। ମୁଁ ରାଗିଛି ମାନେ କଣ? ମୋ ରାଗକୁ ମୁଁ ପରଖି ପାରୁଛି କି? ମୋ ରାଗକୁ ମୁଁ ଦେଖି ପାରୁଛି କି? ଯଦି ଦେଖିପାରୁଛି, ଆଜ୍ଞା ଯଦି ଅନୁଭବ କରିପାରୁଛି, ଅନୁଭବ କରୁଥିବା ଦ୍ରଷ୍ଟା ଭିନ୍ନ, ଅନୁଭବ ଯେଉଁ ଦୃଶ୍ୟମାନ ହଉଛି ସେ ଦୃଶ୍ୟ ଭିନ୍ନ। ତ ରାଗକୁ ଯଦି ମୁଁ ଭିନ୍ନ ଅନୁଭବ କରିପାରୁଛି, ଉପଭୋଗ କରିପାରୁଛି, ରାଗକୁ ଯଦି ମୁଁ ଦେଖିପାରୁଛି, ରାଗ ହେଲା ମନର ସ୍ତରରେ ଏକ ଦୃଶ୍ୟ। ମୁଁ ସେ କ୍ରୋଧ ଠାରୁ, ସେ ମାନେ ମନର ଦୁଃଖ ଠାରୁ ମୁଁ ଭିନ୍ନ ଅଛି। ମୁଁ ଭିନ୍ନ ଅଛି, ମୁଁ ଅଲଗା ଅଛି। ଯେହେତୁ ମୁଁ ଅଲଗା ଅଛି, ମୁଁ ସେ ଦୁଃଖକୁ, ସେ ପୀଡ଼ାକୁ ଯେହେତୁ ଦେଖିପାରୁଛି, ମୁଁ ସେ ଦୁଃଖର ଆଧାର ଭାବରେ, ମୁଁ ସେ ଦୁଃଖର ସୁଖର ଆଜ୍ଞା ସାକ୍ଷୀ ଭାବରେ ମନର ଉର୍ଦ୍ଧ୍ୱରେ ଅଛି। ଏଇ କଥାକୁ ଯଦି ଆମେ ଆଉ ଟିକେ ଆଜ୍ଞା ଗଭୀର ଭାବରେ ଚର୍ଚ୍ଚା ହବା, ଆପଣ ଯେହେତୁ ହସ୍ପିଟାଲ ଲାଇନରେ ଅଛନ୍ତି, ଟ୍ରିଟମେଣ୍ଟ ଲାଇନରେ ଅଛନ୍ତି, ଆପଣ ଆଜ୍ଞା ଦେଖିଥିବେ ଆଜ୍ଞା ବହୁତ ପେସେଣ୍ଟ ଯେତେବେଳେ ଜାଗୃତ ଅବସ୍ଥାରେ ଥାଆନ୍ତି, ସେ ବହୁତ ଦୁଃଖିତ ଥାଆନ୍ତି, ବହୁତ କଷ୍ଟରେ ଥାଆନ୍ତି। ହାତ କାହାର କଟି ଯାଇଛି, କୋଉଠି କାହାର ପାଇପ୍ ଲାଗିଛି, କାହାର କୋଉଠି ଆମେ ଅକ୍ସିଜେନ ସିଲିଣ୍ଡର ଲଗେଇକି ତାଙ୍କୁ ଭେଣ୍ଟିଲେଟରରେ ରଖିଛେ। ତ ସେମାନେ ଦେଖନ୍ତୁ ଯେତେବେଳେ ଜାଗୃତ ଅବସ୍ଥାରେ ଥାଆନ୍ତି, ବହୁତ ଦୁଃଖକୁ, ବହୁତ ତାଙ୍କୁ କଷ୍ଟକୁ, ବହୁତ ବହୁତ ହଁ ପୀଡା ହଉଥାଏ ପୀଡା ପୀଡ଼ା ହଉଥାଏ ହେଉଥାଏ, ସେମାନେ ବ୍ୟାଖ୍ୟା କରୁଥାନ୍ତି। ଆପଣ ବି ଟ୍ରିଟମେଣ୍ଟ ହିସାବରେ ହୁଁ ତାଙ୍କୁ କିଛି ଇଞ୍ଜେକ୍ସନ ଦଉଥାନ୍ତି, ମେଡିସିନ ଦେଉଥାନ୍ତି। ହୁଁ ଆଚ୍ଛା, ହୁଁ ଭାବି ନିଅନ୍ତୁ ସେ ପେସେଣ୍ଟ ଯେତେବେଳେ ଶୋଇ ପଡୁଛନ୍ତି, ସେ କିଛି ପୀଡ଼ାକୁ ବ୍ୟକ୍ତ କରୁଛନ୍ତି ଆଜ୍ଞା କି? ଶାନ୍ତ ନା ହେଇଗଲେ, ଗୁରୁଜୀ ସ୍ଥିର ହେଇଗଲେ, ସେ ଆଜ୍ଞା ପୀଡ଼ାକୁ ଭୁଲିଗଲେ, ଆଜ୍ଞା ସେ ରୋଗକୁ ଭୁଲିଗଲେ। ଆଜ୍ଞା ମାନେ ଏଇ କଥାକୁ ଗଭୀର ଆଜ୍ଞା ଭାବରେ ପରଖନ୍ତୁ, ଏ କଥାକୁ ବୁଝନ୍ତୁ। ଯେତେବେଳେ ଆଜ୍ଞା ଶୋଇ ହଁ ପଇଲେ, ସେ ରୋଗ କଣ ଭଲ ହେଇଗଲା କି? ରୋଗ ଭଲ ହେଇନି। ନାଇଁ ସେ ଟ୍ରିଟମେଣ୍ଟରେ ନାଇଁ ନାଇଁ ଅଛନ୍ତି, ସେ ପ୍ରୋସେସରେ ଅଛନ୍ତି, ସେ ପ୍ରୋସେସ ହସ୍ପିଟାଲରେ ଚାଲିଛି ଆଜ୍ଞା ଆଡମିଟ ହେଇକି ଅଛନ୍ତି। ତାଙ୍କର ହେଇପାରେ ଆଜ୍ଞା ଆସନ୍ତା କାଲି ସର୍ଜରୀ ହବ, କିମ୍ବା ତାଙ୍କର ଆଜି କିଛି ସର୍ଜରୀ ହେଇଛି, ଆଜି କିଛି ଇଞ୍ଜେକ୍ସନ ଦିଆହେଇଛି। ମାନେ ପୀଡ଼ା ଭିତରେ ଅଛି, ରୋଗ ଭିତରେ ଅଛି, ଆଜ୍ଞା ଦୁଃଖ ଭିତରେ ଅଛି। ଅଛି କିନ୍ତୁ ହଁ ଯଦି ଶୋଇ ପଡୁଛନ୍ତି, ମନ ଶାନ୍ତ ଆଜ୍ଞା ହେଇଯାଉଛି, ମନ ସ୍ଥିର ହେଇଯାଉଛି, ମନ ମୌନ ହେଇଯାଉଛି। ଏଠି ଏ ଗଭୀର ହଁ କଥାକୁ ଯଦି ଆମେ ପରଖି ପାରିବା, ଆଜ୍ଞା ନିହାତି ଆମେ ଏ କଥାକୁ ଆଜ୍ଞା ବୁଝିପାରିବା। ପୀଡ଼ା ମନର ସ୍ତରରେ ଚାଲିଛି, ଦୁଃଖ ମନର ସ୍ତରରେ ଚାଲିଛି, ସୁଖ ଆଜ୍ଞା ମନର ଆଜ୍ଞା ସ୍ତରରେ ଚାଲିଛି। ଆଜ୍ଞା ଆଜ୍ଞା କିନ୍ତୁ ସେ ମନ ଯେତେବେଳେ କାର୍ଯ୍ୟରତ ଅଛି, ମନ ଯେତେବେଳେ ବିଚାର କରୁଛି, ମନ ଯେତେବେଳେ ବୃତ୍ତି ଆଜ୍ଞା କରୁଛି, ମନ ଯେତେବେଳେ ଚିନ୍ତା ଆଜ୍ଞା ଚିନ୍ତନ କରୁଛି, ସେ ମନର ଆଜ୍ଞା ବୃତ୍ତିର ଆଧାରରେ ଯେଉଁ ସମ୍ବେଦନ ଜାଗୃତ ହେଉଛି ଶରୀର ଭିତରେ, ଯେଉଁ ସେନ୍ସେସନ୍ସ ସୃଷ୍ଟି ହେଉଛି, ସେ ସମ୍ବେଦନକୁ ଆମେ ଦୁଃଖ ଆଜ୍ଞା ଏବଂ ସୁଖର ନାମ ଦେଇଛେ। କିନ୍ତୁ ଆମେ ଆଜ୍ଞା ଦୁଃଖ ସୁଖର ଉର୍ଦ୍ଧ୍ୱରେ ଅଛେ। ମନ ଅଛି ତ ରାଗ ଦ୍ୱେଷ ଅଛି, ମନ ଅଛି ତ ସୁଖ ଅଛି ଦୁଃଖ ଅଛି, ମନ ଅଛି ତ ମୋର ତୋର ରୂପର ପାତ୍ର ଅନ୍ତର ଅଛି, ମନ ଅଛି ତ ଆମ ସଂସ୍କାର ଅଛି। ମନ ନାହିଁ ତ, ମନ ରହିତ ସ୍ଥିତିରେ କିଏ ଅଛି? ମୁଁ ଅଛି। ମୁଁ କହିପାରିବିନି ମୁଁ ନାହିଁ। ରାତିରେ ସୁଷୁପ୍ତି ଅବସ୍ଥାରେ, ଗାଢ ନିଦ୍ରା ଅବସ୍ଥାରେ ଆମେ ଶୋଉଛେ, ଶୋଉଛେ, ସେ ଅବସ୍ଥାରେ ମନ ମୌନ ହେଇଯାଇଛି, କିନ୍ତୁ ମୁଁ ଅଛି, ମୁଁ ଅଛି। ମୁଁ କେବେ ହେଲେ ମୁଁ ତିରସ୍କାର କରିପାରିବିନି, ଆଜ୍ଞା ମୁଁ ନାହିଁ। ବୁଝିପାରୁଛନ୍ତି? ଆଚ୍ଛା, ଏଇ ଆଜ୍ଞା ଯେଉଁ ହୁଁ ସୁଷୁପ୍ତି ଅବସ୍ଥା କଥା ଆମେ ଚର୍ଚ୍ଚା ହେଲେ, ଯେତେବେଳେ ସାଧକ ହୁଁ ସାଧନା ମାର୍ଗକୁ ଆସିକିରି ଧାରଣା କରନ୍ତି, ଧାରଣାର ଉର୍ଦ୍ଧ୍ୱକୁ ଯାଇକିରି ମନର କ୍ଷିପ୍ତ ବିକ୍ଷିପ୍ତ ମୂଢ଼ ଏକାଗ୍ର ସ୍ଥିତିକୁ ଅତିକ୍ରମଣ କରି ନିରୁଦ୍ଧ ଅବସ୍ଥାକୁ ଯାଆନ୍ତି, ମନକୁ ଯେତେବେଳେ ମୌନ ଆଜ୍ଞା କରିପାରନ୍ତି, ମନକୁ ଯେତେବେଳେ ସମାଧି ଆଜ୍ଞା ଅବସ୍ଥାକୁ ନେଇକି ଯାଇପାରନ୍ତି, ସମାଧି ଅବସ୍ଥାରେ ଆଜ୍ଞା ସେ ନିଜ ସାଙ୍ଗରେ ନିଜେ ସମାହିତ ହେଇକିରି ଏ କଥାକୁ ଅନୁଭବ କରିପାରନ୍ତି, ଉପଭୋଗ କରିପାରନ୍ତି, ଆଜ୍ଞା କିମ୍ବା ଆଜ୍ଞା ଚିହ୍ନି ପାରନ୍ତି ଯୋଉଠି ଆଜ୍ଞା ମନ ଅଛି ସେଠି ରାଗ ଦ୍ୱେଷ ଅଛି, ଯୋଉଠି ମନ ଅଛି ସେଠି ଆଜ୍ଞା ଜାତି ଧର୍ମ ବର୍ଣ୍ଣ ପନ୍ଥ ପାଇବା ହରେଇବା ଦୁଃଖ ସୁଖ ସବୁ ବୃତ୍ତି ଅଛି। ଯୋଉଠି ମନ ନାହିଁ, ଯୋଉଠି ମୁଁ ଅଛି, ମୋ ସ୍ୱରୂପରେ ଯୋଉଠି ମୁଁ ଅଛି, ମୁଁ ସେଠି ଆନନ୍ଦ ସ୍ଥିତିରେ ଅଛି, ମୁଁ ସେଠି ସୁଖ ସ୍ଥିତିରେ ଅଛି,
ମୁଁ ସେଠି ପରମାନନ୍ଦ ସ୍ଥିତିରେ ଅଛି। ବେଦ ଆଜ୍ଞା ଜଣେ ସାଧକ ଆଜ୍ଞା ଯେତେବେଳେ ଆଜ୍ଞା ସେ ସାଧନାର ସେ ଉଚ୍ଚ ସ୍ଥିତିକୁ ଯାଇଥାନ୍ତି, ସେ ବୁଝି ପାରିଥାନ୍ତି। ଯେତେବେଳେ ସେ ସ୍ଥିତିରେ ସେ ନିଜକୁ ବୁଝି ପାରିଥାନ୍ତି, ନିଜକୁ ପରଖି ପାରିଥାନ୍ତି, ସେଠି ତାଙ୍କ ମନରେ ଏକ ସ୍ପଷ୍ଟତା ଆସିଥାଏ, ପ୍ରତିଦିନ ଶରୀର ଜନ୍ମ ହେଉଛି, ପ୍ରତିଦିନ ଶରୀରର ମୃତ୍ୟୁ ହେଉଛି। ଜନ୍ମ ମୃତ୍ୟୁକୁ ଆମେ ଯେଉଁ ପରୀକ୍ଷା ମାନିଛେ, ଗୋଟେ ଆଜ୍ଞା ଶରୀର ଚାଲୁଥିଲା, ବୁଲୁଥିଲା, ଖାଉଥିଲା, ଆଜ୍ଞା ପିଉଥିଲା, ସେ ଶରୀର ପଡ଼ିଗଲା, ସେ ଶରୀରର ଅନ୍ତ ହେଇଗଲା, ସେ ଶରୀରକୁ ପୋଡ଼ି ଆଜ୍ଞା ଦଉଛେ, ପୋତି ଦଉଛେ, ଆମେ ଭାବୁଛେ ସେଇଟା ମୃତ୍ୟୁ। ନା ନା ନା, ପୋଡ଼ିଦେଲା, ପୋତି ଦେଲା ପରେ ସେ ଶରୀର ଯେମିତି ଦେଖାଯାଉନି, ଦୃଶ୍ୟମାନ ହଉନି, ସେମିତି ପ୍ରତିଦିନ ଆମ ସାଙ୍ଗରେ, ଆମ ନିଜ ଶରୀର କୁହନ୍ତୁ, ଏ ସଂସାର କୁହନ୍ତୁ, ଆମେ ପ୍ରତିଦିନ ଏ କଥାକୁ ଅନୁଭବ କରୁଛେ। କିଛି ସମୟ ପାଇଁ ଆଜ୍ଞା ସଂସାର ଅଦୃଶ୍ୟ ହେଇଯାଉଛି। ଯେତେବେଳେ ଆମେ ଶୟନ ଅବସ୍ଥାକୁ ପଳାଉଛେ, ଯେତେବେଳେ ଆମେ ସୁଷୁପ୍ତି ଅବସ୍ଥାକୁ ପଳାଉଛେ, ଆଜ୍ଞା ଯେତେବେଳେ ଆମେ ସ୍ୱପ୍ନ ରହିତ ଆଜ୍ଞା ଅବସ୍ଥାରେ ଆମେ ସାମାନ୍ୟ ସ୍ଥିତିରେ ମାନେ ସୁଷୁପ୍ତି ଅବସ୍ଥାରେ ରହୁଛେ, କିମ୍ବା ସାଧନା କରିକିରି ଯେତେବେଳେ ସାଧକ ଧ୍ୟାନସ୍ଥ ହେଇଯାଉଛନ୍ତି, ସମାଧିସ୍ଥ ହେଇଯାଉଛନ୍ତି, ସେ ସ୍ଥିତିରେ ମଧ୍ୟ ଶରୀରର ମୃତ୍ୟୁ ହେଇଯାଉଛି, ଶରୀର ଅଦୃଶ୍ୟ ହେଇଯାଉଛି, ମନର ସଂସ୍କାରର ମୃତ୍ୟୁ ହେଇଯାଉଛି, ସୂକ୍ଷ୍ମ ଶରୀର ବି ଅଦୃଶ୍ୟ ହେଇଯାଉଛି। କାରଣ ଶରୀର ରୂପକ ଅଜ୍ଞାନ, ମୁଁ ନିଜକୁ ଯେଉଁ ଦେହ ମାନିଥିଲି, ମନର ସେ ବୃତ୍ତି ମଧ୍ୟ ମୃତ୍ୟୁ ହେଇଯାଉଛି, ସେ ବୃତ୍ତି ମଧ୍ୟ ଅଦୃଶ୍ୟ ହେଇଯାଉଛି, କିନ୍ତୁ ମୁଁ ମୋ ସାଙ୍ଗରେ ସମାହିତ ହେଇକରି ରହୁଛି। ତ ଏ କଥାର ଗଭୀରତାକୁ ଯଦି ନିଶ୍ଚୟ ଆପଣ ପରଖି ଆଜ୍ଞା ପାରୁଥିବେ, ବୁଝିପାରୁଥିବେ, ଏଠି ଗୋଟେ ଗଭୀର କଥା ଅଛି। ଆଜ୍ଞା ଆଜ୍ଞା ମୁଁ ଗୁରୁଜୀ ମୁଁ ଯାଉନି ଆଜ୍ଞା କିମ୍ବା ମୁଁ ଆସୁନି, ମୁଁ ଥିଲି, ମୁଁ ଅଛି, ମୁଁ ରହିବି, ଆଜ୍ଞା ମୋ ଆଧାରରେ, ଆଜ୍ଞା ମୋ ମାଧ୍ୟମରେ, ମୋ ଭିତରେ ମନ ରାଗ ଦ୍ವೇଷ କରୁଛି। ତ ମନର ସ୍ତରରେ ଆମେ ଯେହେତୁ ନିଜକୁ ଦେହ ମାନି ନେଇଛେ, ମନର ସ୍ତରରେ ଯେହେତୁ ଜନ୍ମ ମୃତ୍ୟୁକୁ ଆମେ ମାଇଣ୍ଡରେ ପ୍ରୋଗ୍ରାମିଂ କରିଛେ, ଫିଡ୍ କରିଛେ, ସେ ପ୍ରୋଗ୍ରାମିଂ ଅଫ୍ ମାଇଣ୍ଡକୁ, ସେ ନଜରିଆକୁ ନେଇକରି, ସେ ମନର ସଂସ୍କାରକୁ ନେଇକରି ଆମେ ଯେହେତୁ ପରଖୁଛେ, ଆମେ ନିଜକୁ ଦେହ ମାନିଛେ, ଆଉ ଆମେ ଜନ୍ମ ମୃତ୍ୟୁ ବନ୍ଧନରେ ବାନ୍ଧି ହେଇକରି ଅଛେ, ସଂଶୟ କରୁଛେ। ତ ଏଠି ଯେଉଁ ଆପଣ ପ୍ରଶ୍ନ ପଚାରିଥିଲେ, ଆଜ୍ଞା ଜଣେ ସାଧକ ଯେତେବେଳେ ସିଦ୍ଧି ପ୍ରାପ୍ତ କରନ୍ତି, ସିଦ୍ଧି ପ୍ରାପ୍ତ କରିବା କ'ଣ, ଆଜ୍ଞା ମନରେ ତାଙ୍କର ସ୍ପଷ୍ଟତା ଆସିଗଲା। ଏସବୁ ଚର୍ଚ୍ଚାକୁ ଆମେ ଯାହା ଏପର୍ଯ୍ୟନ୍ତ ଆମେ କଥା ହେଲେ, ଏସବୁ ଗଭୀର ଚର୍ଚ୍ଚାକୁ ସେ ବୁଝିପାରନ୍ତି, ସେ ଚିହ୍ନି ପାରନ୍ତି, ମୁଁ ଶରୀର, ଆଜ୍ଞା ଇନ୍ଦ୍ରିୟ, ମନର ଉର୍ଦ୍ଧ୍ୱରେ ଅଛି। ଏ ଯେଉଁ ସ୍ଥୂଳ ଶରୀରକୁ, ଆଜ୍ଞା ଏ ଯେଉଁ ସୂକ୍ଷ୍ମ ଶରୀରକୁ, ଏ ଯେଉଁ କାରଣ ଶରୀରକୁ, ଏ ତିନିଟା ଶରୀରକୁ ମୁଁ ଆଜ୍ଞା ବିନିଯୋଗ କରୁଛି। ମୁଁ ୟୁଜର, ମୁଁ ୟୁଜର। ଯେମିତି ଆମେ ଆଜ୍ଞା ଗୋଟେ ମୋବାଇଲ ୟୁଜ କରୁଛେ, ମୋବାଇଲ ଏକ ବସ୍ତୁ, କିନ୍ତୁ ମୋବାଇଲକୁ ଯେଉଁ ଆଜ୍ଞା ୟୁଜର ୟୁଜ କରୁଛନ୍ତି, ସେ ମୋବାଇଲ ଠାରୁ ଅଲଗା ଅଛନ୍ତି, ମୋବାଇଲ ଠାରୁ ଭିନ୍ନ ଅଛନ୍ତି, ମୋବାଇଲର ଉର୍ଦ୍ଧ୍ୱରେ ଅଛନ୍ତି। ଆଜ୍ଞା ଠିକ ସେମିତି ଏ ଆଜ୍ଞା ଶରୀର ଏକ ମୋବାଇଲ ପରିକା, ये जो आखि ଆଜ୍ଞା देखुचे एक कैमरा परिका, जो मस्तिष्क देखुचे ଆଜ୍ଞା गोटे मेमोरी कार्ड परिका, ये शरीर ଆଜ୍ଞା रूपक ए वस्तु को कैमरा रूपक आखि को इट कैमरा रे तो गोटे ऑडियो ऑडियो मोड माने ऑडियो मोड थाए, गोटे वीडियो मोड थाए, किंतु आम शरीर भितर ଆଜ୍ଞା 11टा इंद्रिय अच्छी, 11टा टूल अच्छी, ଆଜ୍ଞା 5टा ज्ञानेन्द्रिय ଆଜ୍ଞା रूपक टूल्स अच्छी, 5टा कर्मेन्द्रिय रूपक ଆଜ୍ଞା टूल्स अच्छी, गोटे ଆଜ୍ଞା मस्तिष्क रूपक टूल अच्छी। ये सब ये जो ଆଜ୍ଞା इंस्ट्रूमेंट रूपक शरीर धिरे ये सब फंक्शंस ଆଜ୍ଞା अच्छी, ये सब टूल्स अच्छी। तो ये ଆଜ୍ଞା सब शरीर रूपक ए परिकर को मु विनियोग करुच्ची, मु उपयोग करुच्ची, किंतु मो ज्ञानर अभावरु मनर स्तर रे मु विचलित होउची, ज्ञानर स्तर रे मु ଆଜ୍ଞା भ्रमित हो जाइछि, निजको अपूर्ण मानिछि, निजको ଆଜ୍ଞା सीमित मानिछि, निजको देह मानिछि। ଆଜ୍ଞା तो ये अज्ञानता मते डराउची, ये अविद्या अस्मिता मते ଆଜ୍ଞା भयभीत करुची। जेतले मु ब्रह्म ज्ञान को ଆଜ୍ଞା शिखिक निजको परखिबी, सेठी जो कुआ होइतला जन्म मृत्यु अवस्था रे से निर्वाण प्राप्त थांती, माने जन्म जन्म अवस्था हला जागृत अवस्था, सचेतन अवस्था। जेतो आम ଜାଗ୍ରତ ହୁଁ जागृत अवस्था रे ଆଜ୍ଞା संसार को देखुचे, संसार को देखुचे, संसार ଆଜ୍ଞା अच्छे माने संसार रे किछि ना किछि इंद्रिय भोग आसीबो। इंद्रिय भोग मन माने कोन, आखि खोला अछि तो दृश्य आपन को देखा जिवो, कान खोला अछि तो ଆଜ୍ଞା बहिर्मुखी अछंती तो किछि ना किछि भाषा, किछि ना किछि चर्चा, किछि ना किछि शब्द, संगीत, किछि ना किछि शब्द आपन को सुगा जिवो। नाक बहिर्मुखी अछि तो किछि ना किछि ଆଜ୍ଞା बास्ना सुगा जिवो। तुंड बहिर्मुखी अछि तो ଆଜ୍ଞା किछि ना किछि रुचि आपन चाखिबे। शरीर बहिर्मुखी अछि तो ଆଜ୍ଞା गरम ठंडा भल मंद स्पर्श नेबे। तो इठी जागृत अवस्था ଆଜ୍ଞା जने सिद्ध साधक थाइंकिरी मध्य से जेहेतु निजर तत्व को चिन्हि पारिथान्ते, निजर अस्तित्व को चिन्हि पारिथान्ते, सेठी आ तांको मनरे राग द्वेष न थाए। से ये शरीर रूपक ଆଜ୍ଞା ये वस्तु को, इंद्रिय मन रूपक से वस्तु को, शरीर रूपक वस्त्र को, ଆଜ୍ଞା ये संसार रूपक ये लीला को, ये खेल को
ସେ ଆଜ୍ଞା ପରଖି ଆଜ୍ଞା ପାରିଥାନ୍ତି, ସେ ବୁଝି ପାରିଥାନ୍ତି, ଆଜ୍ଞା ସେ ଲୀଳାର ଆନନ୍ଦ ନେଇ ଆଜ୍ଞା ପାରିଥାନ୍ତି, ଆନନ୍ଦକୁ ସୁଖକୁ ନେଇ ପାରିଥାନ୍ତି। କିନ୍ତୁ ଅବିଦ୍ୟାରେ ହୁଁ ଯେଉଁ ଲୋକମାନେ ଅଛନ୍ତି, ଶରୀର ମାନେ ଅଛନ୍ତି, ଅଜ୍ଞାନରେ ଯେଉଁ ଶରୀର ଅଛନ୍ତି, ଯିଏ ବ୍ରହ୍ମଜ୍ଞାନକୁ ଆତ୍ମଜ୍ଞାନକୁ ଶ୍ରବଣ କରିନାହାନ୍ତି, ନିଜର ତତ୍ଵକୁ ଯିଏ ଚିହ୍ନି ନାହାନ୍ତି, ସିଏ ଏ ମାୟା ଖେଳକୁ ସତ ମାନି ନେଇଥାନ୍ତି, ନିଜକୁ ଦେହ ମାନି ନେଇଥାନ୍ତି, ଅନ୍ୟଙ୍କୁ ପାତର ଅନ୍ତର କରୁଥାନ୍ତି। ହୁଁ ସେଠି ସେମାନେ ଜାତି ଧର୍ମ ବର୍ଣ୍ଣ ପନ୍ଥ, ଧନୀ ଗରିବ ଜ୍ଞାନୀ ମୂର୍ଖ ରୂପରେ ସମାଜକୁ ଭିନ୍ନ ରୂପରେ କାଟି ବାଣ୍ଟିକିରି ମାନିଥାନ୍ତି, ଦେଖୁଥାନ୍ତି। ସେଠି ସେ ଭ୍ରମରେ ଭ୍ରମିତ ହେଇକିରି ଅଜାଣତରେ ଅଶାନ୍ତିଗ୍ରସ୍ତ ହେଇଥାନ୍ତି। ତ ଏଠି ଏ ଚର୍ଚ୍ଚାର ଆଜ୍ଞା ଗଭୀର ଅର୍ଥ ହେଲା, ଜନ୍ମ ମୃତ୍ୟୁର ବନ୍ଧନରୁ ମୁକ୍ତ ଜଣେ ସାଧକ ସେତେବେଳେ ହେବେ ଯେତେବେଳେ ନିଜର ତତ୍ଵକୁ ଚିହ୍ନିବେ, ନିଜର ଅସ୍ତିତ୍ଵକୁ ଚିହ୍ନିବେ। ମୁଁ ଶରୀର ଇନ୍ଦ୍ରିୟ ମନ ଆଜ୍ଞା ନୁହେଁ, ମୁଁ ଆତ୍ମା, ମୁଁ ଏକ ଶକ୍ତି, ଆଉ ମୁଁ ସୀମିତ ନୁହଁ, ମୁଁ ସମସ୍ତଙ୍କ ଭିତରେ ଅଛି। ଆମେ ଅସୀମ ଅନେକ ଶକ୍ତି। ହଁ ଅସୀମ ଶକ୍ତି। ମୁଁ ଗୀତା ଆମେ ହୁଁ ଗୀତାର ଅନେକ ଶ୍ଲୋକକୁ ଚର୍ଚ୍ଚା କରିଛେ, ଏ ହୁଁ ଚ୍ୟାନେଲରେ ଆମେ ସେ ଭିଡ଼ିଓ ସବୁ ଚର୍ଚ୍ଚା କରିକି ବୁଝିଛେ। ଉପନିଷଦର ମନ୍ତ୍ରକୁ ଆଜ୍ଞା ମାଧ୍ୟମ କରିକି ଆମେ ଏ କଥାକୁ ବୁଝିଛେ, ଚିହ୍ନିଛେ। ଆମେ ଆଜ୍ଞା ଜାଣିଛେ ଆତ୍ମା ଆଜ୍ଞା ଏକ, ସେଇ ଏକ ଆତ୍ମା ହୁଁ ସମସ୍ତ ଶରୀର ଭିତରେ ଅଛନ୍ତି। କିନ୍ତୁ ଏଠି ହୁଁ ଆମର ଯେଉଁ ମନର ପ୍ରୋଗ୍ରାମିଂ ଅଛି, ଆମର ଯେଉଁ ସଂସ୍କାର ଆଜ୍ଞା ଅଛି, ଆମର ସଂସ୍କାର ସ୍ତରରେ ଆମେ ନିଜକୁ ଶରୀର ମାନିଛେ, ନିଜକୁ ସୀମିତ ମାନିଛେ, ଆଜ୍ଞା ଏ ସଂସାରକୁ ନିଜ ଠାରୁ ଆଜ୍ଞା ଭିନ୍ନ ମାନିଛେ। ଏ ଜ୍ଞାନ ଏଠି ଆଜ୍ଞା ସେ ସଂସ୍କାର ସାଙ୍ଗରେ ମେଳ ଖାଉନି। ଆମେ କହୁଛେ ମୁଁ ଆଜ୍ଞା ଅସୀମ କେମିତି, ମୁଁ ଅସୀମ କେମିତି, ମୁଁ ଯେତେବେଳେ ରାତିରେ ଶୋଇ ପଡୁଛି, ମୁଁ ଯେତେବେଳେ ଏ ସଂସାରକୁ ଦେଖୁନି, ସେତେବେଳେ ବି ଫ୍ୟାକ୍ଟ୍ରି ଚାଲିଛି, ସେତେବେଳେ ବି କାମ କାର୍ଯ୍ୟ ଚାଲିଛି, ସେତେବେଳେ ବି ଯୁଦ୍ଧ ଚାଲିଛି, ସେତେବେଳେ ବି ଅନେକ ସାଧୁସନ୍ତଙ୍କ ପ୍ରବଚନ ଟିଭିରେ ପ୍ରସାରିତ ହେଉଛି, ସେତେବେଳେ ବି ରକେଟ ସାଇନ୍ସ ଉପରେ ଯେତିକ ଏକ୍ସପେରିମେଣ୍ଟ ହେଉଛି ସେ ବି ଚାଲିଛି। ନାସାରେ ବିଭିନ୍ନ ପ୍ରକାର ସେମାନେ ବୈଜ୍ଞାନିକ ମାନେ କିଛି ନା କିଛି ସେମାନେ ରିସର୍ଚ୍ଚ କରୁଛନ୍ତି। ତାହେଲେ ମୁଁ ଯଦି ଶୋଇ ପଡ଼ିଲା ଅବସ୍ଥାରେ ସବୁ କାର୍ଯ୍ୟ ହେଉଛି, ଏସବୁ ସଂସାରରେ ସବୁ ହେଉଛି, ତାହେଲେ ମୋ ବିନା ତ ସବୁ ହେଉଛି, ମୋ ଆଧାରରେ କେମିତି ହେଉଛି? ଦେଖନ୍ତୁ, ଆମେ ଯାହା ବି କଳ୍ପନା କରୁଛେ, ଆମେ ଯାହା ବି ବ୍ୟାଖ୍ୟା କରି ବୁଝିବା ପାଇଁ ଚେଷ୍ଟା କରୁଛେ, ଆମେ ଯାହା ବି ଚିନ୍ତା ଚିନ୍ତନ କରିବା ପାଇଁ ଚେଷ୍ଟା କରୁଛେ, ତାହା ସବୁ ମନର ସ୍ତରରେ ନୁହଁ କି? ତାହା ସବୁ ବିଚାରର ଆଜ୍ଞା ସ୍ତରରେ ନୁହଁ କି? ବୁଝିପାରୁଛନ୍ତି? ଆଜ୍ଞା ପରଖନ୍ତୁ ଆଜ୍ଞା ଗୁରୁଜୀ। ଏ କଥାକୁ ଗଭୀରତାକୁ ପରଖନ୍ତୁ। ଏ ସବୁ ମନର ବୃତ୍ତି, ଏ ସବୁ ମନର ବିଚାର। କିନ୍ତୁ ସେ ବିଚାରର ଆଜ୍ଞା ଉର୍ଦ୍ଧ୍ୱରେ ସେ ବିଚାରକୁ କିଏ ଦେଖୁଛନ୍ତି? ମୁଁ ଦେଖିଛି। ଭାବି ଆଜ୍ଞା ନିଅନ୍ତୁ, ମନକୁ ଯଦି ଆପଣ ଅନେକ ରୂପରେ ପ୍ରୋଗ୍ରାମିଂ କରିନାହାନ୍ତି, ମନକୁ ଯଦିଓ ପ୍ରାଥମିକ ଦଶାରୁ ଆପଣ ଆପଣଙ୍କ ବୟସ 4-5 ବର୍ଷରୁ ଆପଣ ବ୍ରହ୍ମଜ୍ଞାନକୁ ଶିଖିଛନ୍ତି, ପରାବିଦ୍ୟାକୁ ଶିଖିଛନ୍ତି, ସେ ବୟସରୁ ଆପଣ ଯଦି ଏ କଥାକୁ ଜାଣିଥାନ୍ତେ, ମୁଁ ଏକ, ମୁଁ ସମସ୍ତଙ୍କ ଭିତରେ ଅଛି, ମୁଁ ଅଦ୍ୱୈତ, ମୁଁ ଅଭିନ୍ନ, ମୁଁ ଅବିନାଶୀ, ମୁଁ ଅଜର ଅମର, ମୋ ଭିତରେ ମୋ ଦ୍ୱାରା ମନ ପରିଚାଳନା ହେଉଛି, ମୋ ଭିତରେ ମୋ ଦ୍ୱାରା ମନ ସଂଶୟ କରୁଛି, ରାଗ ଦ୍ୱେଷ କରୁଛି, ମୋ ଦ୍ୱାରା ମୋ ଆଜ୍ଞା ଭିତରେ ମନର ସ୍ତରରେ ମୁଁ ଏ ସଂସାରକୁ ଭିନ୍ନ ରୂପରେ, ସଂସାରର ବୃତ୍ତିକୁ, ସଂସାରର କାର୍ଯ୍ୟକୁ, ସଂସାରର ଯୁଦ୍ଧକୁ, ସଂସାରର ସତ୍ସଙ୍ଗକୁ, ସଂସାରର ପ୍ରତ୍ୟେକ କାମକାର୍ଯ୍ୟକୁ ମୁଁ ବିଚାର ରୂପରେ, ସ୍ମୃତି ରୂପରେ, ମନର ସ୍ତରରେ ମୋ ଭିତରେ ମୁଁ କାର୍ଯ୍ୟବୃତ୍ତି କରୁଛି। ଏ କଥାକୁ ଯଦିଓ ଛୋଟ ବେଳଠୁ ଆପଣ ଶିଖିଥାନ୍ତେ, ତାହେଲେ ମନରେ ସ୍ପଷ୍ଟତା ଥାନ୍ତା, ମନ ଗ୍ରହଣ କରିଥାନ୍ତା, ମନ ସହଜ ଭାବରେ ଏ ଗଭୀର କଥାକୁ ବୁଝି ପାରିଥାନ୍ତା, ପରଖି ପାରିଥାନ୍ତା। ଏବେ ବାଧାବିଘ୍ନ କ'ଣ ହେଉଛି? ଏବେ ଅସୁବିଧା କ'ଣ ହେଉଛି? ଆଜ୍ଞା ମନକୁ ଆମେ ଯେଉଁ ପ୍ରୋଗ୍ରାମିଂ କରିଦେଇଛେ, ଅନେକ ରୂପରେ ସଂସ୍କାର ଦେଇଦେଇଛେ, ଜାତି ଧର୍ମରେ, ହୁଁ ବର୍ଣ୍ଣପନ୍ଥରେ, ଦେଶ ଖଣ୍ଡ ହୁଁ ଖଣ୍ଡ ଆମେ କରିକିରି ଯେଉଁ ପୃଥିବୀକୁ ବାଣ୍ଟି ଦେଇଛେ, ଏଠୁ ଏଯାଏ ଭାରତ, ଆପରେ ପାକିସ୍ତାନ, ଆପରେ ବାଂଲାଦେଶ, ଆପରେ ଚାଇନା, ଆପରେ ଆମେରିକା, ଏସବୁ ଆମେ ଯେଉଁ ଭାବିଛେ, ହୁଁ ଆମେ ଯେଉଁ ଜ୍ଞାନର ସ୍ତରରେ ମାନିଛେ, ସେ ମାନିବା ହୁଁ ଆମକୁ ବାଧାବିଘ୍ନ କରୁଛି। ଭାବି ନିଅନ୍ତୁ, ଜଣେ ଆଜ୍ଞା ଜଣେ ଆମେରିକାନ ଅଛନ୍ତି, ଜଣେ ଆମେରିକାନ ଅଛନ୍ତି, ଆଜ୍ଞା ଜଣେ ହୁଁ ଇଣ୍ଡିଆନ ହୁଁ ଭାରତୀୟ ଅଛନ୍ତି, ଆଉ ଜଣେ ହଁ ପାକିସ୍ତାନୀ ଅଛନ୍ତି। ସେ ତିନିଟା ହଁ ଶରୀରକୁ ଆମେ ନବା, ତିନିଟା ଶରୀରକୁ ଗୋଟେ ଲ୍ୟାବକୁ ନବା, ଆଜ୍ଞା ଲ୍ୟାବରେ ନେଇକିରି ଆଜ୍ଞା ସେ ତିନିଟା ଶରୀରର ମୁଣ୍ଡରେ ଗୋଟେ ଇନଷ୍ଟ୍ରୁମେଣ୍ଟକୁ ଲଗେଇବା, ଗୋଟେ ଇକ୍ୱିପମେଣ୍ଟକୁ ଲଗେଇବା। ଆଜିକାଲି ଆପଣ ଜାଣିଥିବେ ଇଲନ ମସ୍କ ମହାଦୟ ଅଛନ୍ତି। ଇଲନ ମସ୍କ ସାର୍ କ'ଣ ହୁଁ କରୁଛନ୍ତି? ହୁଁ ସେ ନ୍ୟୁରୋ ସାଇନ୍ସ ଉପରେ ବହୁତ ସାରା ଏକ୍ସପେରିମେଣ୍ଟ କରୁଛନ୍ତି। ସେ ନ୍ୟୁରୋ ଟେକ୍ନୋଲୋଜି ହୁଁ ଉପରେ ବହୁତ ହୁଁ ସାରା ଏକ୍ସପେରିମେଣ୍ଟ କରିକି ମଣିଷ ମସ୍ତିଷ୍କକୁ ବହୁତ ଦିଶା ଦେବା ପାଇଁ, କିମ୍ବା ନ୍ୟୁରୋଚିପ୍ ଆବିଷ୍କାର କଲେଣି। ହୁଁ ମାନେ ହୁଁ ମଣିଷ ମସ୍ତିଷ୍କ ଉପରେ ହୁଁ ବହୁତ ହୁଁ ସାରା ସେ ପ୍ରୟୋଗ କରୁଛନ୍ତି, ହୁଁ ଏକ୍ସପେରିମେଣ୍ଟ କରୁଛନ୍ତି। ଭାବି ନିଅନ୍ତୁ, ଇଲନ ମସ୍କଙ୍କ ପାଖରେ ଗୋଟେ ଆଜ୍ଞା ଏମିତିଆ ହୁଁ ଯନ୍ତ୍ର ଆବିଷ୍କାର ସେ କରିଛନ୍ତି, ଯୋଉଟାକୁ ଆମେ ମୁଣ୍ଡରେ ଲଗେଇକିରି
ଆମେ ଯଦି ଡିଲିଟ୍ କରିଦେବା, ଆମେ ଯଦି ମସ୍ତିଷ୍କରେ ଥିବା ସବୁ ଜ୍ଞାନକୁ ଡିଲିଟ୍ କରିଦେବା, ଭାବି ନିଅନ୍ତୁ ଆମେରିକାନ ଜଣେ ଆଜ୍ଞା ଅଛନ୍ତି ଯାହାକୁ ଆମେ ଖ୍ରୀଷ୍ଟିଆନ କହୁଛେ, ଭାରତୀୟ ଜଣେ ଅଛନ୍ତି ଯାହାକୁ ଆମେ ହିନ୍ଦୁ କହୁଛେ, ସନାତନୀ ହିନ୍ଦୁ କହୁଛେ, ପାକିସ୍ତାନୀ ଜଣେ ଅଛନ୍ତି ଯାହାକୁ ଆମେ ମୁସଲିମ କହୁଛେ, ତାଙ୍କ ତିନି ମୁସଲିମ ଜଣଙ୍କ କହୁଛେ। ମୁଣ୍ଡରେ ଆମେ ସେ ଇକ୍ୱିପମେଣ୍ଟକୁ ଲଗେଇଲେ ଡିଲିଟ୍ କରିଦେଲେ, ତାଙ୍କ ମେମୋରି ଏରାଜ ହେଇଗଲା, ତାଙ୍କ ସଂସ୍କାର ଏରାଜ ହେଇଗଲା। ତ ସେ ଶୁଦ୍ଧ ସ୍ଥିତିକୁ ଆଜ୍ଞା ଯେତେବେଳେ ସେମାନେ ପଳେଇବେ, ସେ ଆଜ୍ଞା ସ୍ୱଚ୍ଛ ସ୍ଥିତିକୁ ଯେତେବେଳେ ସେମାନେ ପଳେଇବେ, ସେ ନିର୍ମଳ ସ୍ଥିତିକୁ ସେମାନେ ଯେତେବେଳେ ପଳେଇବେ, ତାଙ୍କ ଭିତରେ ଆଉ ପାତର ଅନ୍ତର ଥିବ କି? ଭାବନ୍ତୁ, ଜଣେ ଆମେରିକାନ ନା ଦେଖୁଛନ୍ତି, ଗୁରୁଜୀ। ଜଣେ ଆମେରିକାନ ଇଣ୍ଡିଆନକୁ ଦେଖୁଛନ୍ତି, କିନ୍ତୁ ସେ ଆଉ ବୁଝି ପାରୁନାହାନ୍ତି ଇଏ ଭାରତୀୟ, ଇଏ ଜଣେ ସନାତନ, ମୁଁ ଖ୍ରୀଷ୍ଟିଆନ। ଜଣେ ଜଣେ ଅଛନ୍ତି ମଝିରେ ଇଣ୍ଡିଆନ ଅଛନ୍ତି, ସେ ପାକିସ୍ତାନୀକୁ ଦେଖୁଛନ୍ତି, ସେ ଆଉ ତାଙ୍କୁ କହୁନାହାନ୍ତି ଇଏ ମୁସଲିମ, ଇଏ ଜଣେ ମୋ ଠାରୁ ଭିନ୍ନ, ଇଏ ଗୋଟେ ଅଲଗା ଦେଶ। ଧରନ୍ତୁ ଏ କଥାକୁ, ବହୁତ ଗଭୀର କଥା, ବହୁତ ଆଜ୍ଞା ଗଭୀର କଥା। ହଁ ପ୍ରାଥମିକ ଦଶାରେ ଯେତେବେଳେ ଶରୀର ଜନ୍ମ ନେଇଥାଏ, ଯେତେବେଳେ ଛୋଟ ପିଲାଙ୍କ ଭିତରେ କୌଣସି ମସ୍ତିଷ୍କ ଶୁଦ୍ଧ ଥାଏ, କୌଣସି ଭୌତିକ ଜ୍ଞାନ ନଥାଏ, ସେ ସ୍ତରରେ ମଣିଷ ବହୁତ ଆନନ୍ଦ ସହିତ ଏ ଜୀବନକୁ ଜୀବନଯାପନ କରିଥାନ୍ତି, ବହୁତ ଖୁସି ସହିତ। ଛୋଟ ପିଲାଙ୍କୁ ଈଶ୍ୱର ତୁଲ୍ୟ ଆମେ ଆଜ୍ଞା ମାନିଥାଉ। ଛୋଟ ପିଲାଙ୍କ ଭିତରେ କୌଣସି ଭେଦଭାବ ନଥାଏ, ସେ ଯାହା ଘରେ ତା ଘରେ ବସିଲେ ଖାଇଦେଲେ। ଆଜ୍ଞା ଯୋଉଠି ମାନେ ଛୋଟ କେତେବେଳେ ମନାନ୍ତର ମତାନ୍ତର କଳି ଆଜ୍ଞା କଳହ କଲେ ବି ଅଳ୍ପ ସମୟ ଭିତରେ ଫେର ସେ ସାଙ୍ଗ ସଙ୍ଗତି କରିକି ଯୋଡ଼ି ହେଇଯାଆନ୍ତି। ଭାରି ଆନନ୍ଦରେ ଖୁସିରେ ସେମାନେ ତାଙ୍କ ଆଜ୍ଞା ଜୀବନଯାପନ କରୁଥାନ୍ତି। କାଲିର ଚିନ୍ତା ନଥାଏ, ଆଜ୍ଞା ଜାତି ଧର୍ମର ଭେଦଭାବ ଆଜ୍ଞା ନଥାଏ, ବର୍ଣ୍ଣପନ୍ଥର ଭେଦଭାବ ଆଜ୍ଞା ନଥାଏ, ମୃତ୍ୟୁର ଡର ନଥାଏ, ଆଜ୍ଞା ଭବିଷ୍ୟତର କଳ୍ପନା ନଥାଏ। ଆଜ୍ଞା ଛୋଟ ପିଲା କେତେ ଆନନ୍ଦ ଆଜ୍ଞା ଶାନ୍ତିରେ ରହୁଥାନ୍ତି। କିନ୍ତୁ ଯେମିତି ବଡ଼ ଆଜ୍ଞା ହେଇକି ଆମେ ମାଇଣ୍ଡକୁ ଦୂଷିତ କରିଦଉଛେ, ମାଇଣ୍ଡକୁ ପ୍ରୋଗ୍ରାମିଂ କରିଦଉଛେ, ଆମେ ବହୁତ ସାରା ଆଡୁ ସାଡୁ କୁଚିନ୍ତନକୁ ଧାରଣ କରୁଛେ, ବହୁତ ଅଧୁରା ଜ୍ଞାନୀ, ବହୁତ ସ୍ୱାର୍ଥ ଶରୀର, ସେ ଜାତି ଧର୍ମରେ ବର୍ଣ୍ଣପନ୍ଥରେ ସମାଜକୁ ପ୍ରଚାର କରିଥାନ୍ତି। ଆମ ଧର୍ମକୁ ଉଦ୍ଧାର କରିବା, ଆମ ଜାତିକୁ ଆଗକୁ ନବା। ସେ ପାଗଳ ଜାଣିନାହାନ୍ତି ଜାତି ଧର୍ମ କିଛି ନାହିଁ, ଆମେ ନିର୍ମାଣ କରିଛେ। ସେ ମୂର୍ଖ ଜାଣିନାହାନ୍ତି ସମସ୍ତଙ୍କ ଭିତରେ ଆଜ୍ଞା ସେ ଗୋଟିଏ ଈଶ୍ୱରୀୟ ସତ୍ତା ଅଛି। ସମସ୍ତେ ଆମେ ସେଇ ଆଜ୍ଞା ଗୋଟିଏ ଶକ୍ତିକୁ ଆଧାର କରି ପରିଚାଳନା ହଉଛେ। ତ ଯୋଉ ଆଜ୍ଞା ଟିକେ ଆଗରୁ ଆମେ ଚର୍ଚ୍ଚା ହେଲେ, ଯେତେବେଳେ ଆମ ମନରେ ଥିବା ହଁ ଜ୍ଞାନକୁ ଆମେ ଯେମିତି ଗୋଟେ ମେସିନ ମାଧ୍ୟମରେ ଏରାଜ କରିଦେଲେ, ଡିଲିଟ୍ କରିଦେଲେ, ଲିଭେଇ ଦେଲେ, ମନ ସେ ଶୁଦ୍ଧ ସ୍ଥିତିକୁ ଗଲେ, ସେ ସ୍ଥିତିରେ କୌଣସି ଜାତି ଧର୍ମ ବର୍ଣ୍ଣ ପନ୍ଥ ମୋର ତୋର ପାତର ଅନ୍ତର କିଛି ନଥାଏ। ସେଇ ଆପଣଙ୍କର ସ୍ଥିତିକୁ କିଛି ନଥାଏ। ସେଇ ସ୍ଥିତିକୁ ଯେତେବେଳେ ସାଧକ ସାଧନା ମାର୍ଗକୁ ଆଚରଣ କରି, ଧ୍ୟାନ ମାର୍ଗକୁ ଆଚରଣ କରି, ଜ୍ଞାନ ମାର୍ଗକୁ ଆଚରଣ କରି, ଜ୍ଞାନ ମାଧ୍ୟମରେ ସ୍ପଷ୍ଟ ହେଲେ, ଧ୍ୟାନ ମାଧ୍ୟମରେ ସେ ଆଜ୍ଞା ମନର ବିକାର ବୃତ୍ତିକୁ ମୌନ କରିଦେଲେ, ମନକୁ ସ୍ୱଚ୍ଛ ନିର୍ମଳ ଆଜ୍ଞା କରିଦେଲେ, ସେ ସ୍ଥିତିରେ ସେ ଆଜ୍ଞା ସାଧକ ନିର୍ବାଣ ପ୍ରାପ୍ତି କରିଥାନ୍ତି, ମୁକ୍ତି ପ୍ରାପ୍ତ କରିଥାନ୍ତି, ମୋକ୍ଷ ଆଜ୍ଞା ପ୍ରାପ୍ତ କରିଥାନ୍ତି। ପ୍ରାପ୍ତ ବି କହିବା ଆଜ୍ଞା ଅନୁଚିତ ହବ। ଏବେ ବି ଆପଣ ଆତ୍ମ ସ୍ତରରେ ମୁକ୍ତ ହିଁ ଅଛନ୍ତି, ବନ୍ଧନ ମନର ସ୍ତରରେ ଅଛି। ଆଜ୍ଞା ମନର ସ୍ତରରେ ଆମେ ମାନି ଆଜ୍ଞା ନେଇଛେ। ତାହେଲେ ଆଜ୍ଞା ତାହେଲେ ବିକଳ୍ପ କଣ? ତାହେଲେ ମନକୁ ପରିବର୍ତ୍ତନ କରିବା ପାଇଁ ସଠିକ ଜ୍ଞାନର ଆବଶ୍ୟକ ଅଛି। ଆଉ ଥରେ ଆମେ ମନକୁ ରିପ୍ରୋଗ୍ରାମିଂ କରିବା, ଆଉ ଥରେ ଆମ ସଂସ୍କାରକୁ ଆଜ୍ଞା ରିପ୍ରୋଗ୍ରାମିଂ କରିବା, ସତ୍ୟରେ ଏ ସଂସାରକୁ ଦେଖିବା। ଯେମିତି ମୁଁ ଶରୀର ଗୋଟେ, ମୁଁ ଯୋଉ ଶରୀରକୁ ଧାରଣ କରିଛି, ମୁଁ ତ ଆତ୍ମା, ମୁଁ ତ ବ୍ରହ୍ମ। ଆତ୍ମା ରୂପକ ମୁଁ ଏ ଯୋଉ ଶରୀରକୁ ଧାରଣ କରିଛି, ଏ ଶରୀର ପଞ୍ଚଭୂତରେ ନିର୍ମାଣ ହେଇଛି। ଏ ଶରୀରକୁ ଦେଖିଲେ ଶରୀର ଭିତରେ ଆଜ୍ଞା ଆକାଶ ତତ୍ଵ ଅଛି, ବାୟୁ ତତ୍ଵ ଅଛି, ଅଗ୍ନି ତତ୍ଵ ଅଛି, ଜଳ ତତ୍ଵ ଅଛି ଜଳ ହଁ ଅଛି, ମାଟି ତତ୍ଵ ଅଛି। ଯେମିତି ଏ ଶରୀର ଭିତରେ ଆଜ୍ଞା ସେ ପାଞ୍ଚଟା ତତ୍ଵ ଅଛି, ମୁଁ ଏ ସଂସାରରେ ଯେକୌଣସି ଶରୀରକୁ ଦେଖୁଛି, କେବଳ ମନୁଷ୍ୟ ନୁହଁ, ପଶୁ ପକ୍ଷୀ, ଆମେ ଯୋଉ ମାଛ କୁକୁଡ଼ା, ଛେଳି ପିମ୍ପୁଡ଼ି, ହୁଁ, ସମସ୍ତଙ୍କ ଶରୀର ସେଇ ପଞ୍ଚଭୂତରେ ନିର୍ମାଣ ହେଇଛି। ସମସ୍ତଙ୍କ ଶରୀରକୁ ଆଜ୍ଞା ସେଇ ଏକ ବ୍ରହ୍ମ ସତ୍ତା ପରିଚାଳନା କରୁଛି। ମୁଁ ହିଁ ସମସ୍ତଙ୍କ ଭିତରେ ଅଛି। ବହୁତ ଗଭୀର ଜ୍ଞାନ, ଏଇଟା ସାମାନ୍ୟ ଜ୍ଞାନ ନୁହଁ। ବାରମ୍ବାର ଏ ସୀମିତ ସମୟ ଭିତରେ ତ ଆମେ ସମ୍ପୂର୍ଣ୍ଣ ବ୍ରହ୍ମଜ୍ଞାନକୁ ଚର୍ଚ୍ଚା ହେଇପାରିବାନି, କିନ୍ତୁ ଏତିକି ଆଜ୍ଞା କହି ରଖିବି, ଆଜ୍ଞା ଯେମିତି ଆମେ ଟିକେ ପୂର୍ବରୁ ଆଜ୍ଞା ବୁଝୁଥିଲେ, ମନକୁ ଯେତେବେଳେ ଗୋଟେ ମେସିନ ମାଧ୍ୟମରେ ଆମେ ସେ ସଂସ୍କାରକୁ ଡିଲିଟ୍ କରିଦେଲେ, ଆଜ୍ଞା ମନ ଯେମିତି ଶୁଦ୍ଧ ସ୍ଥିତିରେ ରହୁଛି, ମନ ଭିତରେ ରାଗ ଦ୍ୱେଷ ହୁଁ, ରହୁନି, ମନ ସେ ଆତ୍ମା ସାଙ୍ଗରେ ସମାହିତ ହେଇକି ରହୁଛି, ଠିକ ସେଇପରିକା ଧ୍ୟାନ ମାର୍ଗକୁ, ଜ୍ଞାନ ମାର୍ଗକୁ ଆଚରଣ କରି ଆମେ ସଠିକ ଜ୍ଞାନକୁ ଯେତେବେଳେ ବୁଝିଯିବା, ଧ୍ୟାନ ମାର୍ଗରେ ଯେତେବେଳେ ସମାଧି ଅବସ୍ଥାକୁ ଆମେ ପଳେଇବା, ନିର୍ବିକଳ୍ପ ସମାଧିରେ ଯେତେବେଳେ ବିକଳ୍ପ ରହିବନି, ସେ ସ୍ଥିତିରେ ଆମେ ସେ ସ୍ଥିତିକୁ ଅନୁଭବ କରିବା, ଆମେ ବୁଝିପାରିବା ମୁଁ ମୁକ୍ତ, ମୁଁ ଅନେକ ନୁହଁ, ମୁଁ ଏକ। ମୁଁ ହିଁ ବିଭିନ୍ନ ରୂପରେ, ବିଭିନ୍ନ ରଙ୍ଗରେ, ବିଭିନ୍ନ ନାମରେ, ବିଭିନ୍ନ ଧର୍ମରେ, ବିଭିନ୍ନ ବର୍ଣ୍ଣପନ୍ଥରେ ମୁଁ ହିଁ ଏକ ଅନେକ ରୂପରେ ଦୃଶ୍ୟମାନ ହଉଛି।
ଏଇଟା ହେଲା ସତ୍ୟ। ଭଲ ଲାଗିଲା ଆଜିର ଚର୍ଚ୍ଚା। ଗୁରୁଜୀ ଟିକେ ରଖିବି, ନାଇଁ ଗୁରୁଜୀ ଟିକେ ରଖିବି। ଆଜ୍ଞା। ଆପଣ ଏବେ କହିଲେ ଏଇଟା ମଧ୍ୟ ଗୀତା ଭାଗବତରେ ଚର୍ଚ୍ଚା ହେଇଛି, ଏଇଟା ମୁଁ ମଧ୍ୟ ଅନୁଭୂତି, ମୁଁ ମଧ୍ୟ ଜାଣିଛି ଯେ ସେଇ ଏକ ଅନେକ ରୂପରେ ଲୀଳା କରିଛନ୍ତି, ଅନେକ ରୂପ ଧାରଣ କରିଛନ୍ତି। ତ ଗୋଟିଏ କଥା ଗୁରୁଜୀ ସେ ଏଇଠି ଏକ କୁହନ୍ତୁ ନୁହଁ, ସେ ଏକ ନୁହଁ, ମୁଁ ଯେ ମୁଁ ସେଇ ଏକ, ମୁଁ କହିବେ, ସେ ହଁ ଭାବିଲେ ସେଇ ଫେର ମୁଁ, ନିଜଠାରୁ ଭିନ୍ନ ସେଇ ମୁଁ, ଭାବିଛନ୍ତି। ହଁ ଆଜ୍ଞା। ଆଜ୍ଞା, ହଁ ସେଇ ଆତ୍ମା ମୁଁ ରୂପକ, ଗୁରୁଜୀ। ଆତ୍ମା ଏଇଠି ରୂପକ ମତେ ସେ ଗୋଟେ ସତ। କଥା, ଆତ୍ମା ଆଜ୍ଞା। ରୂପକ ମୁଁ ଗୁରୁଜୀ, ଆପଣ ଆଜ୍ଞା। ଗୋଟେ କଥା ଏଇଠି କୁହନ୍ତୁ ମତେ ଯେ ସେଇ ଆତ୍ମା ରୂପକ ମୁଁ ସବୁ ଶରୀରରେ ସବୁ ଜାଗାରେ ଏକ ରୂପରେ ଥାଇ ମଧ୍ୟ ଏ ଶରୀର କାହିଁକି ଭିନ୍ନ ଭିନ୍ନ ରୂପ ଧାରଣ କରିଛି? ଏଇ ଯୋଉ ପଞ୍ଚଭୂତ ଆପଣ ଏବେ କହିଲେ, ଏଇ ପଞ୍ଚଭୂତର ତାରତମ୍ୟତାକୁ ନେଇକି ଦେଖନ୍ତୁ, ମରୁଭୂମିରେ ସେଠିକାର ଜଳବାୟୁ ସମ୍ପୂର୍ଣ୍ଣ ଅଲଗା। ସେଠି ଦେଖନ୍ତୁ, ସେଠାକାର ଉଦ୍ଭିଦ, ସେଠାକାର ଜୀବଜନ୍ତୁ, ସେଠାକାର ମନୁଷ୍ୟ, ସେମାନଙ୍କର ରୂପ ବର୍ଣ୍ଣ ସେମାନଙ୍କର ଅଲଗା, ସେମାନଙ୍କର ଶାରୀରିକ ଗଠନ ଅଲଗା, ସେମାନଙ୍କର ଜୀବନ ଚର୍ଚ୍ଚା ଅଲଗା। ଆଉ ଗୋଟେ ଦେଖନ୍ତୁ, ଗୋଟେ ମେରୁ ଅଞ୍ଚଳର, ସେଠି ଦେଖନ୍ତୁ ସେଠିକାର ଭୂମି ରୂପ ଜଳବାୟୁ ସମ୍ପୂର୍ଣ୍ଣ ଅଲଗା, ତାଙ୍କର ଜୀବନ ଚର୍ଚ୍ଚା ଅଲଗା। ଗୁରୁଜୀ ଏଇଟା ଟିକେ ଆଉ ଟିକେ କ୍ଲାରିଟି କରନ୍ତୁ ଡିପଲି, ଯେ ଏଇ ଭିନ୍ନତା କଣ ପାଇଁ, ଭିନ୍ନତାର କାରଣ କଣ? ଟିକେ ଗୁରୁଜୀ ଏଇଟା ଟିକେ ଡିପଲି ଟିକେ କୁହନ୍ତୁ। ସୁନ୍ଦର, ବହୁତ ଗଭୀର ପ୍ରଶ୍ନ। ଦେଖନ୍ତୁ, ଭିନ୍ନତାରେ ଆନନ୍ଦ ଅଛି। ଭିନ୍ନତାର ଆନନ୍ଦ ଅଛି କଣ? ଯେମିତି ଦେଖନ୍ତୁ, ଆମେ ଗୋଟେ ଫ୍ଲାୱାର ବୋକେ ମାନେ କଣ? ଫୁଲ ଆମେ ଭେଟ ଦେଉଥାଉ ନା, ଫୁଲଦାନୀ। ଫୁଲଦାନୀରେ ବିଭିନ୍ନ ଫୁଲ ଥାଏ। ଫୁଲଦାନୀ ଭିତରେ ଆପଣ ଦେଖିବେ, ଆମେ ଯେଉଁ ଫୁଲଦାନୀ କାହାକୁ ଭେଟ ଦେଉଛେ, ତା ଦେହରେ ଗୋଲାପ ଫୁଲ ଥାଏ, ତା ଦେହରେ ଆଜ୍ଞା ଗେଣ୍ଡୁ ଫୁଲ ଥାଏ, ତା ଭିତରେ ବିଭିନ୍ନ ପ୍ରକାର ଫୁଲରେ ସେ ଫୁଲର ଯେଉଁ ଚାଙ୍ଗୁଡିଟା ଏକ ସୁନ୍ଦର, ଏକ ଆକାର, ଏକ ଶୋଭା ଦେଉଥାଏ। ଏଠି ସେମିତି ଆଜ୍ଞା ଆଜ୍ଞା ଏଇଟା ହେଲା ଲୀଳା। ଲୀଳାରେ ଆଜ୍ଞା ଲୀଳାର ନିର୍ମାଣ ହେଇଛି କେମିତି? ମନର ସତ୍ଵ, ରଜ, ତମ ଗୁଣକୁ ନେଇକରି ଏ ଲୀଳା ନିର୍ମାଣ ହେଇଛି। ଏ ଲୀଳା ଭିତରେ ଆଜ୍ଞା ସତ୍ଵ ଗୁଣୀ ରୂପକ, ସାତ୍ଵିକ ଗୁଣ ରୂପକ ମଣିଷ ବି ଅଛନ୍ତି, ପଶୁ ବି ଅଛନ୍ତି। ଏ ଲୀଳାରେ ତମ ଗୁଣ ରୂପକ ଅମାନୁଷିକ ମାନେ କ୍ରୂର ଜୀବ ବି ଅଛନ୍ତି, ମଣିଷ ବି ଅଛନ୍ତି। ତ ଲୀଳାରେ ଯେତେବେଳେ ଆଜ୍ଞା ଭେଦ ଥାଏ, ଭିନ୍ନତା ଥାଏ, ସେ ଲୀଳାର ଗୋଟେ ଆନନ୍ଦ ଥାଏ। ଏମିତି ବୁଝନ୍ତୁ, ଇଏ ବ୍ରହ୍ମଲୀଳାକୁ ଏକ ସିନେମା ପରିକା ଭାବନ୍ତୁ। ସିନେମା ସିନେମା ଯଦି ଆମେ ଦେଖୁଛେ, ଆଜ୍ଞା ସିନେମା ଦେଖିବାର ଉଦ୍ଦେଶ୍ୟ କଣ? ସିନେମା ଦେଖିବାର ଦିଟା ଉଦ୍ଦେଶ୍ୟ ଥାଏ। ସିନେମାରୁ କିଛି ଆମେ ଶିଖିବା, ଦ୍ୱିତୀୟ ହେଲା ମନୋରଞ୍ଜନ କରିବା, ଆନନ୍ଦ ପ୍ରାପ୍ତି କରିବା, ସୁଖ ପ୍ରାପ୍ତି କରିବା। ଆଚ୍ଛା, ଆଜ୍ଞା ଆନନ୍ଦ ପ୍ରାପ୍ତ ଆଜ୍ଞା କରିବାର ଯେଉଁ ଆଜ୍ଞା ସିନେମାକୁ ଆମେ ନିର୍ମାଣ କରିଥାଉ, ସେ ସିନେମା ଭିତରେ ଯଦି ଦେଖିବା, ଆଜ୍ଞା ସିନେମା ଭିତରେ ଭିଲିଆନ ଥାନ୍ତି, ହିରୋ ଥାନ୍ତି। ସେ ସିନେମା ଭିତରେ ଆଜ୍ଞା କିଛି ଲୋକ ଭଲ ଥାନ୍ତି, ମନ୍ଦ ଥାନ୍ତି। ତ କେବଳ ଆଜ୍ଞା ଯଦି ଭାବି ନିଅନ୍ତୁ, ସିନେମା କେବଳ ଭଲ ରୂପରେ ଆମେ ପ୍ରଦର୍ଶନ କରିବା। ହିରୋ ବି ଅଛନ୍ତି, ଭିଲିଆନ କେହି ନାହାନ୍ତି, ଜଣେ ଜଣଙ୍କୁ ସାହାରା ହଉଛନ୍ତି, ଜଣେ ଜଣେ ଖାଉଛନ୍ତି ପିଉଛନ୍ତି। ତ ସେଠି ମନ ଭିତରେ ଗୋଟେ ସସ୍ପେନ୍ସ ରହିବନି। ମନ ଭିତରେ ଗୋଟେ ମାନେ ଦେଖିବାର ଜିଜ୍ଞାସା କମିଯିବ। ମନ ଭିତରେ ଗୋଟେ ଯେଉଁ ଆମେ ଆଜ୍ଞା ଉତ୍ପ୍ରେରଣା କହୁଛେ, ସେଇଟା ରହିବନି। ତ ଯୋଉଠି ସିନେମା ଭିତରେ ଆଜ୍ଞା ଭଲ ମନ୍ଦ ରୂପକ, ରାଗଦ୍ୱେଷ ରୂପକ, ସେଠି ବୃତ୍ତି ରହୁଛି, ବିଚାରଧାରା ରହୁଛି, କିଏ କାହାକୁ ବାଡ଼ିଆ ପିଟା ବି କରୁଛନ୍ତି, ଅନ୍ତତଃ ସମସ୍ତେ ଏକ ହିଁ ଯାଉଛନ୍ତି। ତ ସେ ସିନେମା ମାଧ୍ୟମରେ ଆମ ମନ ଭିତରେ ଏକ ସୁଖ ପ୍ରାପ୍ତି ହେଉଛି, ଏକ ଆନନ୍ଦ ପ୍ରାପ୍ତି ହେଉଛି। ଠିକ୍ ସେଇ ସିନେମା ପରିକା ହିଁ ଏ ସଂସାର ମଧ୍ୟ। ଏ ସଂସାରରେ ଅନେକ ଆଜ୍ଞା ରୂପରେ ଦୃଶ୍ୟମାନ କୋଉଠି ହେଉଛି? ମନର ସ୍ତରରେ, ସଂସ୍କାରର ସ୍ତରରେ, ଆଜ୍ଞା ଆଜ୍ଞା ଜ୍ଞାନର ସ୍ତରରେ। ହଁ କିନ୍ତୁ ସତ୍ୟରେ ଅନେକ ଅଛନ୍ତି କି? ପରଖିବାର ଅଛି ଏ କଥାକୁ। ସତ୍ୟରେ ନା ଆମେ ଯେଉଁ ନା ବର୍ଣ୍ଣପନ୍ଥ, ଆପଣ ଟିକେ ପୂର୍ବରୁ କହିଲେ, ମେରୁ ଅଞ୍ଚଳରେ ତାଙ୍କର ଶରୀରର ଆକାର ଆକୃତି, ତାଙ୍କର ଜୀବନଚର୍ଯ୍ୟା, ତାଙ୍କର ସେଠିକାର ଖାଇବା ପିଇବା ସବୁ ଭିନ୍ନ। ଆଉ ଜଣେ ବରଫ ହୁଁ ଅଞ୍ଚଳରେ ଜଣେ ଶରୀର ଅଛନ୍ତି, ସେଠିକାର ଦେଖିବେ ଚମୁରୀ ଗାଈ ଆମେ କହୁଛେ, ଯାହାକୁ ଆମେ ୟାକ୍ କହୁଛେ। ସେ ଗୋଟେ ଗାଈ। ଗାଈ ହୁଁ ସେଠି ହୁଁ ଦେଖିବେ ଶରୀର ଉପରେ ହୁଁ ତାର କେଶ ଥିବ। ସେ ଗାଈର ଗୋଟେ ହୁଁ ଶରୀରର ଢାଞ୍ଚା, କାଶ୍ମୀର ଯଦି ଯିବେ, ଯଦି ଆପଣ ହଉଛି ସିକିମ ଯିବେ, ସେଠି ଦେଖିବେ ୟାକ୍ ମିଳିବେ। କିନ୍ତୁ ଏଠି ଗାଈର ହୁଁ ଶରୀରର ଢାଞ୍ଚା ଅଲଗା। ଏସବୁ ଦେଖନ୍ତୁ, ଅନେକ ହୁଁ ଆକୃତିରେ, ଅନେକ ଆକାରରେ ଏ ସଂସାର ସଜେଇ ହେଇକିରି ଅଛି। ଏଠି ଗୋଟେ ଆଜ୍ଞା କଥା ଆମେ ଯଦି ବୁଝିବା, ଆଜ୍ଞା ହୁଁ ପଞ୍ଚଭୂତରେ ଯେଉଁ ସୃଷ୍ଟି, ଯେଉଁ ସଂସାର ନିର୍ମାଣ ହେଇଛି, ଏ ସୃଷ୍ଟିରେ ଭେଦ ଅଛି। ପଞ୍ଚଭୂତରେ ଯେଉଁ ଆଜ୍ଞା ଏ ସଂସାର ନିର୍ମାଣ ହେଇଛି, ସ୍ଥୂଳ ସ୍ଥୂଳ ଆକାର ଆକୃତିରେ, ସ୍ଥୂଳ ସ୍ୱରୂପରେ, ନାମରେ, ସ୍ଥୂଳ ବର୍ଣ୍ଣରେ, ରଙ୍ଗରେ ଭିନ୍ନତା ଅଛି, ଭେଦ ଅଛି। କିନ୍ତୁ ଏ ସ୍ଥୂଳରୁ ଯେତେବେଳେ ଆଜ୍ଞା ଆମେ ସୂକ୍ଷ୍ମତା ଆଡ଼କୁ ଯିବା, ଏ ସ୍ଥୂଳରୁ ଯେତେବେଳେ ଆମେ ତତ୍ଵ ଆଡ଼କୁ ଯିବା, ତତ୍ଵରେ ଏକତା ଅଛି, ତତ୍ଵରେ ଅଭିନ୍ନତା ଅଛି। ଆଜ୍ଞା
ତତ୍ଵରେ ଆଜ୍ଞା ଅଦ୍ୱୈତ ତତ୍ଵ ଅଛି। ତ ତତ୍ଵ ଆଡକୁ ଯିବା ଆଜ୍ଞା କେମିତି? ଜ୍ଞାନ ନେତ୍ରକୁ, ଜ୍ଞାନ ଚକ୍ଷୁକୁ ଆମେ ଜାଗୃତ କରିବା। ଆମେ ଗୁରୁଙ୍କ ପାଖରେ ଆଜ୍ଞା ବସିବା। ଆମେ ପ୍ରତି ଜିନିଷକୁ ପରଖିବା। ଆଜ୍ଞା ଆମେ ଏ କଥାକୁ ଯେତେବେଳେ ଧୀରେ ଧୀରେ ଆଜ୍ଞା ଅନ୍ତର୍ମୁଖୀ ହେଇକିରି ପରଖିବା, କିମ୍ବା ତତ୍ଵ ଆଡକୁ ଯିବା। ତତ୍ଵ ମାନେ କଣ? ଯେମିତି ଦେଖନ୍ତୁ, ସୁନାରେ ଆଜ୍ଞା ବିଭିନ୍ନ ଅଳଙ୍କାର ତିଆରି ହେଇଛି। ଅଳଙ୍କାରର ଆକାର ଆକୃତି ଭିନ୍ନ ଅଛି। ଆଜ୍ଞା ଅଳଙ୍କାରକୁ ବିଭିନ୍ନ ଆଜ୍ଞା ନାମରେ ରୂପରେ ଆମେ ଚିହ୍ନିଛେ, କିମ୍ବା ତାକୁ ଆମେ କୋଉଠି ଗଳାର ହାର କହୁଛେ, କାନ ଫୁଲ କହୁଛେ, ଆମେ କୋଉଠି ମୁଦି କହୁଛେ। ସେଇ ସୁନା, ସେ ସୁନାର ଆକୃତିକୁ ଚିହ୍ନିଛେ, ତାକୁ ନାମରେ ରୂପରେ ଚିହ୍ନିଛେ। କିନ୍ତୁ ଯେତେବେଳେ ଆମେ ତତ୍ଵରେ ଆଜ୍ଞା ପରଖିବା, ତତ୍ଵରେ ସବୁ କିଛି ସୁନା, ସବୁ କିଛି ସମାନ। ଆଜ୍ଞା ଆକାରରେ ଭେଦ, ଆଜ୍ଞା ସ୍ୱରୂପରେ ଭେଦ ଅଛି, କିନ୍ତୁ ତତ୍ଵରେ ସବୁ କିଛି ସୁନା। ଠିକ ସେମିତି ଏ ଯୋଉ ଆଜ୍ଞା ସଂସାରକୁ ଆମେ ଆକାରରେ, ନାମରେ, ଦେହ ଭାବରେ ଯୋଉଠି ପରଖୁଛେ, ସେଠି ଭେଦତା ନାଗୁଛି। ଆମକୁ ଭେଦ ଏଇଥିପାଇଁ ନାଗୁଛି, ଆମ ମାଇଣ୍ଡ ସେଇ ପରିକା ପ୍ରୋଗ୍ରାମିଂ ହେଇଛି। ଆମ ନଜରିଆ ସେଇ ପରିକା ହେଇଯାଇଛି। ଆମ ନଜରିଆକୁ ଯଦି ଆମେ ପରିବର୍ତ୍ତନ ଆଜ୍ଞା କରିବା, ଆମେ ଦୃଷ୍ଟି ଶକ୍ତିକୁ ଯଦି ଆମେ ଆଜ୍ଞା ପରିବର୍ତ୍ତନ କରିବା, ସ୍ଥୂଳରୁ ସୂକ୍ଷ୍ମ ଆଡକୁ ଯିବା। ସୂକ୍ଷ୍ମ ହୁଁ ଆଡକୁ, ପ୍ରତ୍ୟେକ ଶରୀର ସେଇ ପାଞ୍ଚଟା ତତ୍ଵରେ ହୁଁ ନିର୍ମାଣ ହୁଁ ହେଇଛନ୍ତି। ପ୍ରତ୍ୟେକ ଶରୀର ଭିତରେ ସେଇ ସ୍ଥୂଳ ଶରୀର, ସୂକ୍ଷ୍ମ ଶରୀର, କାରଣ ହୁଁ ଶରୀର, ହୁଁ ଏ ହୁଁ ଶରୀରକୁ ପରିଚାଳନା କରୁଛନ୍ତି। ପ୍ରତ୍ୟେକ ବୁଝ- ଶରୀରର ହୁଁ ହୁଁ ଆଧାର ରୂପରେ, ଶକ୍ତି ରୂପରେ ସେ ଗୋଟିଏ ଆତ୍ମା ଅଛନ୍ତି। ଆଉ ଏବେ ପ୍ରାଥମିକ ଆଜ୍ଞା ସ୍ଥିତିରେ ଆମେ ଯାହା ସବୁ ମାନିଛେ, ସେ ମାନିବାକୁ ନେଇକିରି ସତ୍ୟ ଆଡକୁ ଯେତେବେଳେ ଆମେ ତର୍ଜମା କରିବା, କିମ୍ବା ସେ ମାନିବାକୁ ନେଇକିରି ତତ୍ଵ ଆଡକୁ ଆମେ ପହଞ୍ଚିବା ପାଇଁ ଯେତେବେଳେ ପ୍ରଚେଷ୍ଟା କରିବା, ସାଧନା ମାର୍ଗର ଯେତେବେଳେ ଆଜ୍ଞା ଉଚ୍ଚ ଶିଖରକୁ ଯିବା ପାଇଁ ଆମେ ଚେଷ୍ଟା କରିବା, ସେ ସ୍ତରରେ ଗଲେ ଏସବୁ କଥାକୁ ଆମେ ବୁଝିପାରିବା। ତ ସେ ସ୍ତରକୁ ଯିବା କେତେବେଳେ? ଯେତେବେଳେ ସାଧନା ମାର୍ଗକୁ ଆଚରଣ କରିବା, ବ୍ରହ୍ମ ଜ୍ଞାନକୁ ଆଜ୍ଞା ଶିଖିବା। ଗୁରୁଜୀ ତ ଶାସ୍ତ୍ରରେ ଯୋଉ ଜ୍ଞାନ ଲେଖା ହେଇଛି, ସେ ଜ୍ଞାନ ବହୁତ ଗଭୀର ଆଜ୍ଞା ଜ୍ଞାନ। ସାମାନ୍ୟ ଆମ ଆଜ୍ଞା ଗୁରୁଜୀ ଆଜିର ମାନସିକ ସ୍ଥିତିକୁ ନେଇକି ଆମେ ପରଖିଲେ ଆଜ୍ଞା ବୁଝିପାରିବା, କିନ୍ତୁ ସମୟ ଲାଗେ। ସମୟ ଯଦି ଦେଇକିରି ଆପଣ ନିଷ୍ଠାବାନ ହେଇକିରି ତର୍ଜମା କରିବେ, ତତ୍ଵରେ ଯେତେବେଳେ ଇଏ ସଂସାରକୁ ଆଜ୍ଞା ଦେଖିବେ, ସେଠି ସଂସାରର ଏକତାକୁ ଚିହ୍ନି ପାରିବେ। ଆଜ୍ଞା ସେଠି ଅଭିନ୍ନତା, ଅଦ୍ୱୈତତା ଆଜ୍ଞା ଅଛନ୍ତି। ସମସ୍ତଙ୍କ ଆଜ୍ଞା ଭିତରେ ସେଇ ଏକ ବ୍ରହ୍ମ ହିଁ ଆଧାର ରୂପରେ ମନର ସ୍ତରରେ ଅଛନ୍ତି, ହିରଣ୍ୟ ଗର୍ଭ ସ୍ତରରେ ଅଛନ୍ତି। କିନ୍ତୁ ଆଜ୍ଞା ମନର ସ୍ତରରେ, ଆଜ୍ଞା ଜ୍ଞାନର ସ୍ତରରେ ଆମେ ସମସ୍ତେ ଭେଦ କରିଛେ, ଅନେକ ମାନିଛେ। ସମାଜକୁ ଆଜ୍ଞା କାଟି ବାଣ୍ଟିକିରି ଆଜ୍ଞା ଅଜାଣତରେ ଅଶାନ୍ତିଗ୍ରସ୍ତ ହଉଛେ। ଅଶାନ୍ତିର କାରଣ ଯୋଉ ଭିନ୍ନତା, ଅନେକ ମାନିଛେ। ଯେତେବେଳେ ଆଜ୍ଞା ଆମେ ତତ୍ଵ ଆଜ୍ଞା ଆଡକୁ ଯିବା, ତତ୍ଵଦର୍ଶୀ ହବା, ଆଜ୍ଞା ତତ୍ଵଜ୍ଞାନୀ ହବା, ଏ ଆଜ୍ଞା ଅନେକତାର ଏକତାକୁ ଦେଖିପାରିବା, ତେବେ ଆମେ ଆନ୍ତରିକ ସୁଖକୁ ଆଜ୍ଞା ନେଇପାରିବା, ଆନନ୍ଦକୁ ନେଇପାରିବା। ଏ ବ୍ରହ୍ମ ଜ୍ଞାନକୁ, ଏ ବ୍ରହ୍ମ ଆଜ୍ଞା ଲୀଳାର ଯୋଉ ଅସଲି ଆନନ୍ଦକୁ ନେଇପାରିବା, ଆନ୍ତରିକ ସୁଖକୁ ନେଇପାରିବା, ମଣିଷ ଜୀବନକୁ ସାର୍ଥକ ଆଜ୍ଞା କରିପାରିବା। ଭଲ ଲାଗିଲା। ଆଜିର ଚର୍ଚ୍ଚାକୁ ଏଠି ବିରାମ ଆଜ୍ଞା ଦେବା। ଆଗାମୀ ଚର୍ଚ୍ଚାରେ ଆଉ କିଛି ପ୍ରଶ୍ନ ଯଦି ଆଜ୍ଞା ଗୁରୁଜୀ ମନରେ ଆସିବ, ତାକୁ ପଚାରିବେ, ତା ଉପରେ ବି ଆମେ ଚର୍ଚ୍ଚା ହେଇପାରିବା। ହରି ଓମ୍। ଆଜ୍ଞା ଗୁରୁଜୀ ପ୍ରଣାମ ଗୁରୁଜୀ। ପ୍ରଣାମ ପ୍ରଣାମ।